ନମସ୍କାର। ମୁଁ ଶୁଭେନ୍ଦ୍ର ମିଶ୍ର ସମସ୍ତଙ୍କୁ ଏ ବୈଠକକୁ ଆବାସୀ ବୈଠକକୁ ଆହ୍ୱାନ କରୁଛି। ଆଜିର ବିଷୟବସ୍ତୁ ଯାହା ଆମେ ନେଇଛେ ସେ ହେଉଛି ସଏବିଜିମ୍ ଆଉ ତାର ଇଭଲ୍ୟୁସନ୍, ମାନେ ଓଡ଼ିଶାରେ କିପରି ଆରମ୍ଭ ହେଲା ଆଉ ବର୍ତ୍ତମାନ ତାର ସ୍ଥିତି କ'ଣ, ଆଉ ବିଭିନ୍ନ ଟାଇମରେ କ'ଣ କ'ଣ ଡେଭଲପମେଣ୍ଟ ହେଇଛି ସଏବିଜିମ୍ ଉପରେ, ତା ଉପରେ ଆମେ ଆଜି ଆଲୋଚନା କରିବା। ସଏବିଜିମ୍ ଗୋଟେ ବହୁତ ବଡ଼ ଜିନିଷ। ତା ଉପରେ ବହୁତ ଡିସ୍କସନ୍ ହେଇଛି, ବହୁତ ଲିଟରେଚର ଅଛି। ଆଉ ମୁଁ ହେଉଛି ବହୁତ ନଗଣ୍ୟ ଆ ଉପରେ ଡିସ୍କସନ୍ କରିବା ପାଇଁ। ତଥାପି କିଛିଟା ପ୍ରୟାସ କରିଛି, ଆଶା ଆପଣମାନଙ୍କୁ ଭଲ ଲାଗିବ। ଆଉ କିଛି ଡେଭଲପମେଣ୍ଟ ବା କିଛି ଫର୍ଦର ଇମ୍ପ୍ରୁଭମେଣ୍ଟ କରିବାକୁ ଥିଲେ ମୋତେ ସେ ସୁଯୋଗ ଦେବେ। ସଏବିଜିମ୍ ଉପରେ ଯଦି ଆମେ କହିବା, ଅନ୍ୟାନ୍ୟ ଯେଉଁ ଧର୍ମ ଗୁଡ଼ିକ ଅଛି, ଯେପରି ହିନ୍ଦୁ ଧର୍ମରେ ବୈଷ୍ଣୀଜିମ୍, ଯେଉଁଟା ବିଷ୍ଣୁଙ୍କୁ ପୂଜା କରୁଛନ୍ତି, କି ଶକ୍ତିଜିମ୍, ଦେବୀମାନଙ୍କୁ ପୂଜା କରାଯାଉଛି, କି କମନ୍ ବ୍ରହ୍ମନିଜିମ୍, ବ୍ରାହ୍ମଣ ବ୍ରହ୍ମକୁ ପୂଜା କରାଯାଉଛି। ସମସ୍ତଙ୍କର ଉଦ୍ଦେଶ୍ୟ ଗୋଟିଏ, ଉଦ୍ଦେଶ୍ୟ ହେଉଛି କର୍ମ ଆଉ ମୋକ୍ଷ ପ୍ରାପ୍ତି। ଏ ଭୌତିକ ଜଗତରୁ ମୁକ୍ତ ମୁକ୍ତ ହେବା, ଆମର ଜନ୍ମ ମୃତ୍ୟୁର ସାଇକେଲରୁ ମୁକ୍ତି ପାଇବା ହେଉଛି ଏକମାତ୍ର ଉଦ୍ଦେଶ୍ୟ। ଆଉ ତା ପାଇଁ ଆମେ ବିଭିନ୍ନ ପ୍ରକାର ପଥ ଅବଲମ୍ବନ କରୁଛୁ। ସେ ଭିତରୁ ସଏବିଜିମ୍ ଗୋଟିଏ। ସଏବିଜିମ୍ରେ ବି ବହୁତ ବିଭିନ୍ନ ବିଭିନ୍ନ ପନ୍ଥା ଅଛି, ତା ଉପରେ ବି ଆମେ ଆଲୋଚନା କରିବା। ଏହା କୁହାଯାଏ ଯେ ମୁଁ ଏଠି କାଳିଦାସଙ୍କର ଗୋଟେ କଥା ଉଲ୍ଲେଖ କରିବି। କାଳିଦାସଙ୍କ କଥା, କାଳିଦାସ କହିଛନ୍ତି ଯେ ଯେଉଁ ଜ୍ଞାନ କେବଳ ଆମର ପ୍ରେଜେଣ୍ଟ ବା ବର୍ତ୍ତମାନକୁ ଦେଖିଲେ ହେବନି, ପୁରାତନକୁ ଦେଖିବାକୁ ପଡ଼ିବ। ପୁରାତନ ଜ୍ଞାନକୁ, ପୁରାତନ ଲିଟରେଚରକୁ ଷ୍ଟଡି କରିବାକୁ ପଡ଼ିବ। ଆଉ ତାକୁ ଆମେ ଅନ୍ଧ ଭାବରେ ଫଲୋ କଲେ ହେବନି, ତାକୁ ଆମେ ତର୍ଜମା କରିବା ଦରକାର। ତା ଭିତରୁ ଯେଉଁଠି ଭଲ ଅଛି ସେଇଟିକୁ ଗ୍ରହଣ କରିବା, ଆଉ ତାକୁ ନେଇକି ଆମେ ଆଗକୁ ଆଗକୁ ଯିବା। ସେଥିରେ ଆମେ ଡେଭଲପମେଣ୍ଟସ୍ ଆଣିବା। ଏଇଥିରେ ଶିବ ତତ୍ତ୍ୱ କହିଲେ କିଏ କିଏ କହନ୍ତି ଶିବ ହେଉଛନ୍ତି, ତାଙ୍କର ବହୁତ ଫଲୋଅର୍ସ ଅଛନ୍ତି, ବହୁତ ଶିଷ୍ୟ ଅଛନ୍ତି। ସେଥିପାଇଁ ଆମର ଦୁନିଆରେ ଚାରିଆଡ଼େ ଶିବ ଏତେ ବ୍ୟାପକ ଅଛି। ଇଭିନ୍ ଇଣ୍ଡିଆ ବାହାରେ, ସାଉଥ ଓଡ଼ିଶା, ସାଉଥ ଏସିଆ କେବଳ ନୁହଁ, ଦକ୍ଷିଣ ଏସିଆ ନୁହଁ, ଅନ୍ୟାନ୍ୟ ୟୁରୋପିଆନ୍ କଣ୍ଟ୍ରିଜ, ଆମେରିକାନ୍ କଣ୍ଟ୍ରିଜରେ ବି ସଏବିଜିମ୍କୁ ମାନୁଛନ୍ତି। କାହିଁକି ମାନୁଛନ୍ତି? ତାର କିଛିଟା କାରଣ ଅଛି। କେବଳ ଯେ ବହୁ ତତ୍ତ୍ୱ ନୁହଁ, ତା ପଛରେ ଅଛି ପୂଜା ପଦ୍ଧତିର ଯେଉଁ ବିଧି ବିଧାନ ନିର୍ଦ୍ଦିଷ୍ଟ ହେଇଛି, ସେଗୁଡ଼ିକ ବି ବହୁତ ରୋଲ ପ୍ଲେ କରୁଛି। ଯେପରିକି ଶିବଙ୍କୁ ଆମେ ପାଣି ଢାଳିଲେ ବି ଶିବ ପୂଜା ହେଇପାରିବ, ଖାଲି ବେଲପତ୍ର ଚଢ଼େଇ ଦେଲେ ବି ପୂଜା ହେଇପାରିବ, ଖାଲି ଫୁଲ ଚଢ଼େଇ ଦେଲେ ବି ପୂଜା ହେଇପାରିବ। ପାଣି ବଦଳରେ କିଏ ମହୁ ବି ଢାଳିଲେ ପୂଜା ହେବ, କ୍ଷୀର ବି ଢାଳିଲେ ପୂଜା ହେବ।
ଶିବ ସବୁଥିରେ ଖୁସ୍। ତାଙ୍କର ପୂଜା ପାଇଁ ଜଣେ ଶବର ବି ପୂଜା କରିପାରେ, ଜଣେ ବ୍ରାହ୍ମଣ ବି ପୂଜା କରିପାରେ, ଜଣେ ସ୍ତ୍ରୀ ଲୋକ ବି ପୂଜା କରିପାରେ। ପୂଜାରେ କୌଣସି ବାରଣ ନାହିଁ। ସେପରି ପୂଜାର ସ୍ଥାନ କେବଳ ଯେ ମନ୍ଦିର ଆଉ ଘରର ନିର୍ଦ୍ଦିଷ୍ଟ ପୂଜା ଗୃହ ନୁହଁ, ଆମେ ଯେକୌଣସି ଜାଗାରେ ମଶାଣିରେ ବି ପୂଜା କରିପାରୁ। ତାଙ୍କ ପାଇଁ କୌଣସି ସ୍ଥାନ ବି ନିର୍ଦ୍ଦିଷ୍ଟ ନାହିଁ, ଯୋଉଟା କି ଅନ୍ୟାନ୍ୟ ଦେବଦେବୀଙ୍କ ପକ୍ଷରେ ତାଙ୍କର କିଛିଟା ନିର୍ଦ୍ଦିଷ୍ଟ ସ୍ଥାନ ଅଛି ସେଇ ଜାଗାରେ। ସେଥିପାଇଁ ଶିବ ୱାଇଡଲି ପୂଜା ପାଉଛନ୍ତି। ଆଉ ଆହୁରି କିଛି ଜିନିଷ ଅଛି, ତାକୁ ବି ଆମେ ପରବର୍ତ୍ତୀ ସ୍ଲାଇଡ୍ସରେ ଆଲୋଚନା କରିବା। ଏଇଠି ଆଉ ଗୋଟେ କଥା ମୁଁ କହିବି। ମହାବୀର ସୂତ୍ର ବୋଲି ଗୋଟିଏ ବହି ଅଛି, ଯୋଉଥିରେ କି 14ଟି ସୂତ୍ର କଥା କୁହାଯାଇଛି। ତା ଅନୁସାରେ ଶିବଙ୍କୁ ବାକ୍ପତି ବୋଲି କୁହନ୍ତି। ବାକ୍ପତି କାହିଁକି? ତାଙ୍କ ଠାରୁ ଯେତେକ ସାଉଣ୍ଡ, ଶବ୍ଦ ର ସୃଷ୍ଟି ଶିବଙ୍କଠୁ ହେଇଛି। ଶିବଙ୍କ ଡମରୁ ଯେତେବେଳେ ବାଜେ, ସେଥିରୁ ବିଭିନ୍ନ ପ୍ରକାର ଶବ୍ଦର ସୃଷ୍ଟି ହୁଏ। ଆଉ ଏ ଭୌତିକ ଜଗତରେ ଯେତେ ପ୍ରକାର ଶବ୍ଦର ସୃଷ୍ଟି ସର୍ଜନା ହେଇଛି, ସବୁ ଯାକ ସେଇଥିରୁ ଆସିଛି। ଶିବଙ୍କୁ କିଏ କିଏ ନଟରାଜ ବୋଲି ବି କୁହନ୍ତି। ନଟରାଜ ଏଥିପାଇଁକା, ସିଏ ନାଚର, ଭରତ ନାଟ୍ୟଶାସ୍ତ୍ର ଅନୁସାରେ ଆମର 108 ପ୍ରକାର ନୃତ୍ୟର ଗୁରୁ ହଉଛନ୍ତି ଶିବ। ଶିବ ହିଁ 108 ପ୍ରକାର ନୃତ୍ୟ କରିପାରନ୍ତି। ସେଇ 108 ପ୍ରକାର ନୃତ୍ୟରେ କିପରି ଥାଏ? ଆଇଦର ଆପଣଙ୍କର ଗୋଡର ପୋଜିସନ, ହାତର ପୋଜିସନ, ହାତ ଆଙ୍ଗୁଳିର ମୁଦ୍ରାର ପୋଜିସନ, ବେଶଭୂଷାର ପୋଜିସନ, ତାକୁ ନେଇକି 108 ପ୍ରକାର ନୃତ୍ୟ ଅଛି। ସେଥିରୁ ଗୋଟେ ତାଣ୍ଡବ ନୃତ୍ୟ ହେଉଛି ଗୋଟେ ପ୍ରମୁଖ ନୃତ୍ୟ। ଏହିପରି ବହୁତ ପ୍ରକାର ନୃତ୍ୟ ଭାରତ ନାଟ୍ୟଶାସ୍ତ୍ରରେ ଉଲ୍ଲେଖ କରାଯାଇଛି। ସେଥିପାଇଁ ତାଙ୍କୁ ନଟରାଜ ବୋଲି ବି କୁହାଯାଏ। ଶିବଙ୍କର ଯୋଉ କିଛି ଗଣ ଅଛନ୍ତି, ସେ ଗଣ ମଧ୍ୟରେ ଫଲୋଅର୍ସ ଭିତରେ ନନ୍ଦୀ ପ୍ରମୁଖ। ନନ୍ଦୀଙ୍କ ଠାରୁ କାମସୂତ୍ର ବି ଆସିଛି। ଆଉ ଗୋଟିଏ ଜିନିଷ ଯୋଉଟା କି କୁହାଯାଏ, ଶିବଙ୍କର ବହୁତ ପ୍ରକାର ନାଁ ଅଛି। ନାଁ କୋଉଠୁ ଆସିଛି? ଆମେ ଯୋଉ ଗୁଣଟିକୁ ଆମେ ଚାହୁଁଛୁ ବା ଆମେ ପୂଜା କରିବାକୁ ଚାହୁଁଛୁ ବା ତାକୁ ଦେଖିବା ପାଇଁ ଚାହୁଁଛୁ, ଆମେ ସେଇଭଳିଆ ତାଙ୍କୁ ପୂଜା କରୁଛୁ ଆଉ ସେଇଭଳିଆ ନାମକରଣ କରୁଛୁ। କିନ୍ତୁ ଅଲ୍ଟିମେଟଲି ସିଏ ହେଉଛନ୍ତି ଜଣେ। ଯେପରି ଭୈରବ, ତାଙ୍କର ରୁଦ୍ର ରୂପ, ଭୟଙ୍କର ରୂପ, ଯୋଉଥିରେ କି ସେ ଅସୁରମାନଙ୍କୁ ସଂହାର କରନ୍ତି। ନୀଳକଣ୍ଠ, ଯୋଉଥିରେ କି ସେ ବିଷପାନ କରିଛନ୍ତି। ସ୍ଥିତିକଣ୍ଠ, ଯୋଉଥିରେ କି ପିଓର କଣ୍ଠ ଅଛି। ଆଉ ଆଶୁତୋଷ, ଯୋଉଥିରେ କି ସେମାନେ ଅଳ୍ପକରେ ଖୁସି ହେଇଯାଆନ୍ତି। ଶମ୍ଭୁ, ତାଙ୍କର ହସ ହସ ମୁହଁକୁ ପୂଜା କରାଯାଏ। ଏପରି ଆଦି ଯୋଗୀ, ସିଏ ହେଉଛନ୍ତି ସବୁ ପ୍ରକାର ଯୋଗ, ମେଡିଟେସନ, ଧ୍ୟାନ ଆର ସୃଷ୍ଟିକର୍ତ୍ତା। ଏହିଭଳି ତାଙ୍କର ବହୁତ ପ୍ରକାର ନାଁ ଅଛି। କିନ୍ତୁ ଆମର ସୋସାଇଟିର, ଆମ ଜୀବନଚର୍ଯ୍ୟାର ଯେକୌଣସି ଜିନିଷ ଦେଖିଲେ, ସେଥିରେ ତା ପଛର ସୃଷ୍ଟିକର୍ତ୍ତା ହେଉଛନ୍ତି ଶିବ। ଏଇ କଥା ଆମେ ରାମାୟଣରେ ବି ଦେଖିବାକୁ ପାଇଛୁ। ଯେପରିକି ରାମାୟଣରେ ରାମ ବି ଶିବଙ୍କୁ ପୂଜା କରିକିରି ଯୁଦ୍ଧ କରିବାକୁ ଯାଇଛନ୍ତି ରାବଣ ସହିତ। ରାବଣ ବି ଶିବଙ୍କୁ ପୂଜା କରିକିରି ଯୁଦ୍ଧ କରିବାକୁ ଆସିଛି ଆଉ ବର ପାଇଛି। ଶିବଙ୍କର ପୂଜା ରାମ ବି କରୁଛନ୍ତି, ରାବଣ ବି କରୁଛନ୍ତି। ସେମିତି
ଦେବତା ମାନେ ବି ଶିବଙ୍କର ପୂଜା କରନ୍ତି। ଶିବଙ୍କୁ ମହାଦେବ କୁହାଯାଏ, ଦେବଙ୍କର ଦେବ ମହାଦେବ। ଦାନବ ମାନେ ବି, ଦୈତ୍ୟ ମାନେ ବି ଶିବଙ୍କର ପୂଜା କରନ୍ତି ଆଉ ବଳଶାଳୀ ହେବା ପାଇଁ ବର ମାଗନ୍ତି ତପସ୍ୟା କରି। ସେହିପରି ଆମେ ଯଦି ଭାରତକୁ ଦେଖିବା, ଭାରତ ବର୍ଷରେ ଦ୍ରାବିଡ଼ ମାନେ ବି ଶିବଙ୍କୁ ପୂଜା କରୁଛନ୍ତି, ଆର୍ଯ୍ୟ ମାନେ ବି ଶିବଙ୍କୁ ପୂଜା କରୁଛନ୍ତି। ତେଣୁ ଶିବଙ୍କୁ ଯିଏ ନାହିଁ ସିଏ ପୂଜା କରିପାରିବେ, ଯୋଉଟା କି ମୁଁ ଆଗରୁ କହିଥିଲି। ଆଉ ଶିବଙ୍କର କୌଣସି ଆକାର ଦେଇକି ଆପଣ ପୂଜା କରିପାରିବେ, କି ନିରାକାର ଦେଇକି ବି ପୂଜା କରିପାରିବେ। ଶିବଙ୍କ କୌଣସି ଆକାର ନାହିଁ। ଆଉ ଗୋଟିଏ ତତ୍ତ୍ୱ ହିସାବରେ ଶିବଙ୍କୁ ଯେପରି ଦେଖାଯାଇଛି, ମୋର ସ୍ଲାଇଡ୍ ଶୋ ହଉନି କି? ନାଇଁ, ହଉନି ଆକ୍ଚୁଆଲି ଫର୍ଷ୍ଟ ସ୍ଲାଇଡ୍ରେ ହିଁ ଅଛି। ଫାର୍ଷ୍ଟ ସ୍ଲାଇଡ୍ରେ ଅଛି ତ? ଆଜ୍ଞା, ଫର୍ଷ୍ଟ ସ୍ଲାଇଡ୍ରେ ଅଛି ଖାଲି ହିନ୍ଦୁଇଜମ୍ ଶୈବିଜମ୍। ଠିକ ଅଛି, ଓକେ। ଆଉ ଗୋଟିଏ ତତ୍ତ୍ୱ ଉପରେ, ଶିବଙ୍କୁ ଆମେ ଗୋଟେ ଓଲଟା ଗଛ ଭଳି ବି କୋଉ କୋଉ ବହିରେ ବି ଦର୍ଶାଯାଇଛି। ଯେପରିକି ଓଲଟା ଗଛର ପ୍ରତ୍ୟେକ ଶାଖା ହଉଛି ଗୋଟିଏ ଗୋଟିଏ ବିଶ୍ୱାସ, ଗୋଟିଏ ଗୋଟିଏ ଶିବ ତତ୍ତ୍ୱ ବା ପୂଜା ପଦ୍ଧତି। କିନ୍ତୁ ଅଲ୍ଟିମେଟଲି ସେମାନଙ୍କର ଚେର ହଉଛି ଗୋଟିଏ। ସେମାନେ ସମସ୍ତଙ୍କର ଲକ୍ଷ୍ୟ ହଉଛି ଗୋଟିଏ। ସୋ ଊର୍ଦ୍ଧ୍ୱଗାମୀ ଗଛ ହିସାବରେ ବି ଶିବ ତତ୍ତ୍ୱକୁ ଦର୍ଶାଯାଇଛି। ବହୁତ ପ୍ରକାରର ଇନଭେଡର୍ସ, ଯେମିତିକି ମଙ୍ଗୋଲିଆନ୍ସ ହେଲେ, ମୋଗଲ ମାନେ ହେଲେ, ସେମାନେ ଆସିଛନ୍ତି ଆମ ଦେଶକୁ ଆଉ ଆମର ଧର୍ମ ବିଶ୍ୱାସକୁ ଠେସ୍ ପହଞ୍ଚେଇବା ପାଇଁ ଚେଷ୍ଟା କରିଛନ୍ତି। କିନ୍ତୁ ଶିବ ତତ୍ତ୍ୱ ଆଦିମ କାଳରୁ ରହିଛି, ଏବେ ବି ରହିଛି। ଆ ପଛରେ ତାର ଯୋଉ ଫିଲୋସଫି, ଦାର୍ଶନିକ ତତ୍ତ୍ୱ ଅଛି, ସେଟା ହଉଛି ମୂଳ କଥା। ତାକୁ ସେମାନେ ହଲେଇ ପାରିନାହାନ୍ତି। ରାଦର ଦିନକୁ ଦିନ ସିଏ ଦୃଢ଼ରୁ ଦୃଢ଼ତର ହେଇଯାଉଛି। ଏତିକି କହି ମୁଁ ଆମର ଭାରତ ବର୍ଷରେ ଶିବଙ୍କର ଓରିଜିନ୍ କୋଉଠୁ ଆସିଲା, ଆମେ ଯଦି ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନ୍ ଦେଖିବା, ମହେଞ୍ଜୋଦାରୋ ହରପ୍ପା ଯୋଉ 2500 ରୁ 2000 ଖ୍ରୀଷ୍ଟପୂର୍ବ ଶତାବ୍ଦୀରେ ହେଇଥିଲା ସିଭିଲାଇଜେସନ୍, ସଭ୍ୟତା। ସେଠି ଯେତେବେଳେ ଖନନ କରାଗଲା, ସେଠି ଗୋଟେ ସିଲ୍ ମିଳିଲା, ଯୋଉଟା କି ମୋର ହିସାବରେ ସେମାନେ ୟୁଜ୍ କରୁଥିଲେ। ସେଥିରେ ଶିବଙ୍କ ଭଳିଆ ଗୋଟିଏ ଲୋକ, ଯିଏକି ଧ୍ୟାନ ମୁଦ୍ରାରେ ବସିଛନ୍ତି ଆଉ ତାଙ୍କ ଚାରିପଟେ ପଶୁମାନେ ଘେରି ହେଇକି ଅଛନ୍ତି। ସୋ ସେ ଜିନିଷଟି ଦେଖାଗଲା, ଯୋଉଟା କି ଶିବଙ୍କ ଭଳିଆ ଦେଖାଯାଉଛନ୍ତି। ତେଣୁ ଏଥିରୁ ଅନୁମାନ କରାହେଲା ଯେ ସେତେବେଳେ ବି ଶିବ ଥିଲେ ଆଉ ଶିବଙ୍କ ଭଳିଆ କାହାକୁ ସେମାନେ ମାନୁଥିଲେ। ତାପରେ ଆମେ ଯଦି ବେଦକୁ ଦେଖିବା, ଋଗ୍ବେଦ ର ଅନୁସାରେ, ଯୋଉଟା କି 1500 ରୁ 400 ବିସି ଖ୍ରୀଷ୍ଟାବ୍ଦ ପୂର୍ବରୁ ଲେଖା ହେଇଛି, ବେଦରେ ରୁଦ୍ରଙ୍କର ପୂଜା ହଉଛି। ରୁଦ୍ର ହଉଛନ୍ତି ଏଭଳିଆ ଜଣେ ଠାକୁର ବା ଭଗବାନ, ଯିଏକି ବହୁତ ଭୟଙ୍କର। ଆଉ ସିଏ ଆମର ଯୋଉ ନେଚର ଯୋଉ ଝଡ଼ ଆସୁଥିଲା, ବାତ୍ୟା ଆସୁଥିଲା, ତାକୁ ରୋକିବା ପାଇଁ ଆମେ ରୁଦ୍ରଙ୍କୁ ପୂଜା କରୁଥିଲେ। କାଳକ୍ରମେ ରୁଦ୍ର ଶିବଙ୍କ ସହିତ ମିଶିଲେ। ସେଟା କେମିତି ମିଶିଲେ, କେତେବେଳେ ମିଶିଲେ, ମୁଁ ସେଇଟା କହିବି।
ସେମିତି ଉପନିଷଦରେ ବି ଶ୍ଵେତସାର ଉପନିଷଦରେ ବି ବର୍ଣ୍ଣନା ଅଛି ଶିବଙ୍କର 700 ରୁ 400 BC। ସେଥିରେ ଶିବଙ୍କୁ ଈଶ୍ୱର ହିସାବରେ କୁହାଯାଇଛି, ଯିଏକି ସୃଷ୍ଟିକୁ ସର୍ଜନା କରନ୍ତି, ସୃଷ୍ଟିକୁ ପାଳନ କରନ୍ତି ଆଉ ସୃଷ୍ଟିକୁ ସଂହାର ବି କରନ୍ତି। ଏ ସମସ୍ତ ବ୍ରହ୍ମାଣ୍ଡର ସର୍ଜନା ପଛରେ ଶିବଙ୍କର ହାତ ଅଛି। ଶିବଙ୍କ ପୂଜା ପଦ୍ଧତି ଦେଖିଲେ, ଯୋଉଥିରେ କି କେତୋଟି ଜିନିଷର ପ୍ରୟୋଗ ହେଇଛି, ଯେମିତିକି ଗୋଟିଏ ହେଉଛି କୁଣ୍ଡଳିନୀ ଜାଗ୍ରତ, ଆଉ ଗୋଟେ ହେଉଛି ଚକ୍ର ସାଧନା, ଥାର୍ଡଟା ହେଉଛି ମନ୍ତ୍ର ସାଧନା, ଫୋର୍ଥଟା ହେଉଛି ତାନ୍ତ୍ରିକ ସାଧନା, ତନ୍ତ୍ରବିଦ୍ୟା। ଲୋକମାନେ ନିଜ ନିଜର ସୁବିଧା ନେଇକିରି କୋଉ ଜିନିଷଟା ବି କରିପାରିବେ, ଆଇଦର କୁଣ୍ଡଳିନୀ ସାଧନା କରିପାରିବେ, କି ଚକ୍ର ସାଧନା କରିପାରିବେ, କି ମନ୍ତ୍ର ସାଧନା କରିପାରିବେ, କି ତନ୍ତ୍ର ସାଧନା କରିପାରିବେ, ଅଲ୍ଟିମେଟଲି ମୋକ୍ଷ ପାଇବା ପାଇଁ। ଏ ଜିନିଷଟା ବି ଶୈବ ସିଦ୍ଧାନ୍ତରେ ବି ଦେଖାଦେଇଛି, ଲେଖା ହେଇଛି। କୁଣ୍ଡଳିନୀ କଣ? କୁଣ୍ଡଳିନୀ ହେଉଛି ଆମର ସ୍ପାଇନ୍ସ, ଯୋଉ ତଳେ ପଡ଼େ ଯୋଉ ଶକ୍ତି ଅଛି, ତାକୁ ଆମେ ଧୀରେ ଧୀରେ ଧ୍ୟାନ ପ୍ରାଣାୟାମ ଦ୍ୱାରା ଆମେ ତାକୁ ଜାଗ୍ରତ କରୁଛୁ। ଆମ ଶରୀରରେ ସେମିତି 7 ପ୍ରକାର ଚକ୍ର ଅଛି। 7 ପ୍ରକାର ଚକ୍ରକୁ ମୂଳାଧାର ଚକ୍ରଠୁ ଆରମ୍ଭ କରି କ୍ରାଉନ ଚକ୍ର ପର୍ଯ୍ୟନ୍ତ, ଯାହାକୁ ଇଂଲିଶରେ ରୁଟ୍ ଚକ୍ର, ସାକ୍ରାଲ ଚକ୍ର, ସୋଲାର ପ୍ଲେକ୍ସସ୍ ଚକ୍ର, ହାର୍ଟ ଚକ୍ର, ଥ୍ରୋଟ୍ ଚକ୍ର, ଥାର୍ଡ ଆଇ ଚକ୍ର ଆଉ କ୍ରାଉନ ଚକ୍ର ବୋଲି କୁହାଯାଏ। ଆମର 3ଟି ନାଡି ଅଛି। 3ଟି ନାଡି ପ୍ରଥମ 6ଟି ଚକ୍ରରେ, ଆଉ କ୍ରାଉନ ଚକ୍ରରେ କେବଳ ଏଇଟା ନାଡି ଅଛି। ସୋ ସେଇ ଚକ୍ର ସାଧନା କଲେ, ଚକ୍ରରେ ବାଲାନ୍ସ ଯେତେବେଳେ ଶକ୍ତି ବାଲାନ୍ସ ହେଇକି ରହିବ, ସେତେବେଳେ ଯାଇକି ଗୋଟିଏ ମଣିଷ ରୋଗମୁକ୍ତ ଜୀବନ ଯାପନ କରିପାରିବ, ଆଉ ଯୋଉ କାମ କରୁଛି ସେଇଥିରେ ସିଦ୍ଧି ଲାଭ କରିପାରିବ। ତନ୍ତ୍ର ବିଦ୍ୟା କହିଲେ ଆମେ କଣ ବୁଝୁଛୁ? ତନ୍ତ୍ର ହେଉଛି କିଛିଟା ପ୍ରାକ୍ଟିସ୍, ଯୋଉଥିରେ କି କିଛି ଆସନର ପ୍ରୟୋଗ କରାଯାଇଛି, କିଛି ପ୍ରାଣାୟାମ, ଆମର ନିଶ୍ୱାସ ପ୍ରଶ୍ୱାସ ଉପରେ କଣ୍ଟ୍ରୋଲ୍ସ ଆଣିବା ପାଇଁ କିଛି ପ୍ରକାର ବିଧି ଅଛି, କିଛି ପ୍ରକାର ବନ୍ଧନ ଅଛି, ଯୋଉଥିରେ କି ଆମେ ନିଜର ଶକ୍ତିକୁ ବାନ୍ଧୁଛୁ, ଆଉ କିଛି ପ୍ରକାର ହାତ ମୁଦ୍ରା ଅଛି, ଆଣ୍ଡ ଆଉ କିଛି ପ୍ରକାର କଣ ହେଲା। ସୋ ଆ ଦ୍ୱାରା ଆମେ ଅଲ୍ଟିମେଟଲି ଐଶ୍ୱର୍ଯ୍ୟ ଶକ୍ତି ସହିତ ଆମ ନିଜକୁ ଯୋଗ କରିବାର ଚେଷ୍ଟା କରୁଛୁ। ଏ ସ୍ଲାଇଡରେ ଦେଖାଯାଇଛି ଶିବ ହେଉଛନ୍ତି ଡେଷ୍ଟ୍ରୟର, ସଂହାରକର୍ତ୍ତା। ଶିବ ହେଉଛନ୍ତି ଆଦିଯୋଗୀ, ଯିଏ କି ଯାହାଙ୍କଠୁ କି ସମସ୍ତ ପ୍ରକାର ଯୋଗ ବିଦ୍ୟା ଆସିଛି। ଶିବ ହେଉଛନ୍ତି ନଟରାଜ, ମୁଁ ଯେମିତି କହିସେ, ଆଉ ଶିବ ହେଉଛନ୍ତି ସନ୍ନ୍ୟାସୀ। ସୋ ଆପଣ କୋଉ ବି ମାର୍ଗରେ ତାଙ୍କର ପୂଜା କରିପାରିବେ। ଏଥିପାଇଁ ପଞ୍ଚକ୍ରିୟାର କଥା କୁହାଯାଇଛି ବି। ପଞ୍ଚକ୍ରିୟା କଣ? ସୃଷ୍ଟି, ସ୍ଥିତି, ସଂହାର, ତିରୋଭାବ ଆଉ ଅନୁଗ୍ରହ। ସୃଷ୍ଟିରେ ସର୍ଜନା କରାଯାଏ, ସ୍ଥିତିରେ ପାଳନ କରାଯାଏ, ଆଉ ତାକୁ ରକ୍ଷା କରାଯାଏ, ସଂହାରରେ ତାକୁ ଡେଷ୍ଟ୍ରୟ କରାଯାଏ, ତାକୁ ଭାଙ୍ଗି ଦିଆଯାଏ, ଆଉ ତିରୋଭାବରେ ଗୋଟିଏ ଆମେ ଆବଷ୍ଟ୍ରାକ୍ଟ ଆଇଡିଆକୁ ଗୋଟେ ରୂପ ଦଉ, ଆଉ ଲାଷ୍ଟ ଯୋଉ କହିଲି ଅନୁଗ୍ରହରେ ଆମର ମୋକ୍ଷ ପ୍ରାପ୍ତି ପାଇଁ ଆମେ ଚେଷ୍ଟା କରୁ। ସୋ ଏଇଭଳି ପଞ୍ଚକ୍ରିୟା ମାଧ୍ୟମରେ ଆମେ ଯୋଗ ସାଧନା କରି ମୁକ୍ତି ପାଇବାର ଚେଷ୍ଟା କରୁ।
ଏ ବିଷୟରେ ମୁଁ ଅଲରେଡି କହିସାରିଛି। ଶିବ ହଉଛନ୍ତି ମହାଦେବ, ଦେବଙ୍କର ଦେବ। ସିଏ ହଉଛନ୍ତି ସମସ୍ତ ସୃଷ୍ଟିର ସର୍ଜନା, ପାଳନକର୍ତ୍ତା ଆଉ ସଂହାରକର୍ତ୍ତା। ଶିବଙ୍କର ଗୋଟିଏ ତୃତୀୟ ନେତ୍ର ଅଛି, ଆଉ ପାଉଁଶ ବୋଳି ହୁଅନ୍ତି। ପାଉଁଶ କାହିଁକି ବୋଳି ହୁଅନ୍ତି? ଆଉ ବର୍ତ୍ତମାନ ଆମେ ଯଦି ତାକୁ ତୁଳନା କରିବା, ପାଉଁଶ ହଉଛି, ମୁଁ ଭାବୁଛି, ସମସ୍ତ ପ୍ରକାର ବଡି ଡିଫର୍ମିଟିଜ, ଶରୀରରେ ଯାହା ବି ଅଛି, ଯାହା ବି ଡିଫର୍ମିଟିଜ ଅଛି, ତାକୁ ଲୁଚେଇବାର ମାଧ୍ୟମ ପାଉଁଶ ହେଇପାରେ। ଆଉ ଗୋଟେ ଜିନିଷ ହେଇପାରେ, ପାଉଁଶ ହଉଛି ଅଲ୍ଟିମେଟଲି ମଶାଣିରେ ଆମର ମଣିଷ ଯେତେବେଳେ ଜନ୍ମ ହେଲା, ତାପରେ ମୃତ୍ୟୁ ହେବ। ମୃତ୍ୟୁ ହେଲା ପରେ ମଶାଣିରେ ଯାଇକି ଯେତେବେଳେ ଆମେ ତାକୁ ପୋଡ଼ିଦେବୁ, କେବଳ ପାଉଁଶ ହିଁ ରହିଯିବ। ପାଉଁଶ ବୋଳି ହେଲେ ଆମକୁ ସଦାବେଳେ ଆମର ଫ୍ୟୁଚରଟା ଆମକୁ ଦେଖାଯିବ, ଯେ ଆମର ଫ୍ୟୁଚର ହେଉଛି ଅଲ୍ଟିମେଟଲି ମଶାଣିରେ ଯିବା। ତେଣୁ ତା ଭିତରେ ଯେଉଁ ଆମକୁ କିଛିଟା ସମୟ ମିଳୁଛି, ସେଇ ସମୟଟାକୁ ଆମେ କେମିତି ଭଲ ଭାବରେ ୟୁଟିଲାଇଜ କରିବା, ଆଉ ସେଇ ସମୟ ଭିତରେ ଆମେ ମୋକ୍ଷ ପ୍ରାପ୍ତି କରିବା ପାଇଁ ଚେଷ୍ଟା କରିବା। ପାଉଁଶ ଆମକୁ ଗୋଟେ ନୂଆ ଜୀବନ ଜୀଇବାର ଦର୍ଶାଏ। ଯେତେବେଳେ ତନ୍ତ୍ର ସାଧନା କଥା ଆସିଲା 9th ସେଞ୍ଚୁରୀ ଆଡ଼କୁ, ସେତେବେଳେ ଶିବଙ୍କୁ ଦେବୀ ବା ଶକ୍ତି ସହିତ ଯୋଡ଼ା ହେଲା। ତାର ଗୋଟେ ସୁନ୍ଦର ଷ୍ଟୋରି ଅଛି, ଯେମିତିକି ଦକ୍ଷ ପ୍ରଜାପତି, ଯିଏକି ବ୍ରହ୍ମାଙ୍କର ପୁତ୍ର, ତାଙ୍କର ଝିଅ ସତୀ ଶିବଙ୍କୁ ବାହା ହେଇଥିଲେ। ସିଏ ଗୋଟେ ଯଜ୍ଞ କରୁଥିଲେ। ଯଜ୍ଞକୁ ଶିବଙ୍କୁ ଆହ୍ୱାନ କରାହେଇନଥିଲା, କିନ୍ତୁ ସତୀ ଆସିଲେ। ଅପମାନ ସହି ନ ପାରିକିରି ଯଜ୍ଞ ବେଦୀରେ ସିଏ ନିଜକୁ ଦାସ ଦେଲେ, ସୁଇସାଇଡ୍ କଲେ। ସେତେବେଳେ ଶିବ ରାଗିକିରି ତାଙ୍କର ଦେହକୁ ଧରିକିରି ତାଣ୍ଡବ ନୃତ୍ୟ କରିଥିଲେ। ଆଉ ଯେତେବେଳେ ବିଷ୍ଣୁ ଦେଖିଲେ ଯେ ଏଭଳି ନୃତ୍ୟ ସେ କରୁଛନ୍ତି, ଭୟଙ୍କର ନୃତ୍ୟ, ସୃଷ୍ଟି କମ୍ପୁଛି, ବିଷ୍ଣୁ କ'ଣ କଲେ, ତାଙ୍କ ଚକ୍ର ଦ୍ୱାରା ଦେବୀଙ୍କୁ 52 ଖଣ୍ଡ କରିକିରି ଚାରିଆଡ଼େ ପକେଇଦେଲେ। ସେଗୁଡ଼ାକୁ ଗୋଟିଏ ଗୋଟିଏ ଶକ୍ତିପୀଠ। ସେଇ ଶକ୍ତିପୀଠର ଯେଉଁ କଳ୍ପନାରେ ଶିବଙ୍କୁ ତାଙ୍କ ସହିତ ଯୋଡ଼ିଦେଲେ। ଅଲ୍ଟିମେଟଲି ଶକ୍ତି ସହିତ ଶିବ ଯୋଡ଼ି ହେଇକି ଡୁଆଲିଟି ପ୍ରିନ୍ସିପଲରେ ଶିବଙ୍କର ପୂଜା କରାଗଲା। ଆମେ ଯଦି ଦେଖିବା ଶିବ କିଏ, ଶିବ ହେଲେ ଚେତନା, ସମ୍ପୂର୍ଣ୍ଣ ପିଓର ଚେତନା, ଆଉ ସିଏ ସ୍ଥିର ଆଉ ନିର୍ଗୁଣ, ଯାହାଙ୍କର କୌଣସି ଆକାର ନାହିଁ। ଆଉ ଶକ୍ତି ହେଉଛନ୍ତି ଗତିଶୀଳ, ଡାଇନାମିକ, ଆଉ ସିଏ ହେଉଛନ୍ତି କ୍ରିଏଟିଭ ଫୋର୍ସ, ସର୍ଜନା ଶକ୍ତି, ସୃଷ୍ଟିର ସର୍ଜନା ଶକ୍ତି। ଆଙ୍କର ମିଳନରେ ହିଁ ସୃଷ୍ଟିର ସର୍ଜନା ହେଇପାରିବ। ସେଥିପାଇଁ ଶିବଙ୍କର ଯେଉଁ ଆମେ ଯେଉଁ ଶିବକୁ ଯେଉଁ ଫର୍ମରେ ଦେଖୁଛୁ, ଆଦିମ ଫର୍ମରେ, ଲିଙ୍ଗ ଫର୍ମରେ, ଆମେ ତାଙ୍କର ଲିଙ୍ଗ ହେଉଛନ୍ତି ଶିବ, ଆଉ ଲିଙ୍ଗ ଯେଉଁଥିରୁ ଉଦ୍ଭବ ହେଉଛନ୍ତି ଯୋନି, ସେ ହେଉଛନ୍ତି ଶକ୍ତି। ସେଇ ଫର୍ମରେ ଆମେ ଶିବଙ୍କୁ ଦେଖୁ ଆଉ ପୂଜା କରୁ। ଏ ସ୍ଲାଇଡରେ ମୁଁ 5 ପ୍ରକାର ଶିବ ଶକ୍ତି କଥା କହିଛି। ଏ 5 ପ୍ରକାର ଶକ୍ତି ଶିବଙ୍କର ପଞ୍ଚମୁଖୀ ବୋଲି ଶିବଙ୍କୁ ବି କୁହାଯାଏ। ଶିବଙ୍କର 5ଟା ମୁଖ ବୋଲି କୁହାଯାଇଛି। 5ଟା ମୁଖ ହେଉଛି, ଗୋଟିଏ ହେଲା ଈଶାନ, ଦ୍ୱିତୀୟ ମୁଖ ହେଉଛି ତତ୍ପୁରୁଷ, ତୃତୀୟ ମୁଖ ହେଉଛି ସଦ୍ୟଜାତ, ଚତୁର୍ଥ ମୁଖ ହେଉଛି ବାମଦେବ, ପଞ୍ଚମ ହେଉଛି ଅଘୋର।
ଏମାନେ ଗୋଟିଏ ଗୋଟିଏ ଶକ୍ତିକୁ ଦର୍ଶାନ୍ତି। ପ୍ରଥମ ଶକ୍ତି ହେଉଛି ଚିତ୍ ଶକ୍ତି। ଚିତ୍ ଶକ୍ତି ହେଉଛି ଚେତନା, ପିଓର କନସିୟସନେସ୍ ଆଉ ଜ୍ଞାନ, ଯୋଉଟା କି ଶିବଙ୍କର ଭେରି ଏସେନ୍ସ। ଦ୍ୱିତୀୟ ଶକ୍ତି ହେଉଛି ଆନନ୍ଦ ଶକ୍ତି, ଯୋଉଥିରେ କି ଶିବ ହସ ହସ ମୁହଁରେ ସମସ୍ତଙ୍କୁ ବରଦାନ କରନ୍ତି, ସମସ୍ତଙ୍କୁ ଅଭୟ ଦାନ କରନ୍ତି। ତୃତୀୟ ଶକ୍ତି ହେଉଛି ଇଚ୍ଛା ଶକ୍ତି, ଯୋଉଥିରେ କି ଆମେ କିଛିଟା ପାଇବା ପାଇଁ ବା କିଛିଟା ସର୍ଜନା କରିବା ପାଇଁ, ସୃଷ୍ଟିର କିଛି ସୃଷ୍ଟି କରିବା ପାଇଁ ଆମେ ଇଚ୍ଛା ପ୍ରକାଶ କରୁ। କେବଳ ଇଚ୍ଛା ପ୍ରକାଶ କଲେ ତ ହବନି, ତା ପାଇଁ କ'ଣ କରିବି ତା ପାଇଁ ଜ୍ଞାନ ଦରକାର। ସେଥିପାଇଁ ଜ୍ଞାନ ଶକ୍ତି ଅଛି। ଆଉ ତାକୁ ରୂପ ଦେବା ପାଇଁ କ୍ରିୟା ଶକ୍ତି। ସୋ ଏ ତିନୋଟିର ମିଶ୍ରଣରେ ସୃଷ୍ଟିର ସର୍ଜନା ହେଇପାରିବ। ଆମେ ଯଦି କୋର୍ କନସେପ୍ଟ ଶିବଙ୍କର ଦେଖିବା, ସୋ ତିନୋଟି ଜିନିଷ ଆସୁଛି। ଗୋଟେ ହେଲା ପତି, ଗୋଟେ ହେଲା ପାଶୁ, ଆଉ ତୃତୀୟଟି ହେଲା ପାଶା। ପତି ହେଉଛି ସ୍ୱାମୀ ବା ଲର୍ଡ, ଯିଏକି ଶିବ ନିଜେ, ଯାହାଙ୍କର 5ଟି ଫଙ୍କସନ୍ ଅଛି, ଆମେ ଆଗରୁ କହିସାରିଛେ। ସର୍ଜନା, ସଂହାର, ପାଳନକର୍ତ୍ତା, ଏସବୁ ଜିନିଷ। ଆଉ ପାଶୁ ହେଉଛି ବା ପଶୁ ହେଉଛି ଆମେ ନିଜେ। ଆମ ପଶୁ, ଯାହାଙ୍କ ଆମର 3ଟି ଦୋଷ ଅଛି। ଗୋଟେ ହେଉଛି ଇଗୋ, ଅହଙ୍କାର, ଆଉ ଗୋଟେ ହେଉଛି ଆଟାଚମେଣ୍ଟ, ବନ୍ଧନ, ଆଉ ଗୋଟେ ହେଉଛି ଡିଲ୍ୟୁଜନ, ଭ୍ରମ। ଏ ତିନୋଟିରୁ ଆମେ ମୁକ୍ତି ପାଇବା ପାଇଁ ଚାହୁଁଛୁ। କାହା ସାହାଯ୍ୟରେ? ଶିବଙ୍କ ସାହାଯ୍ୟରେ, ପତିଙ୍କ ସାହାଯ୍ୟରେ, ସ୍ୱାମୀଙ୍କ ସାହାଯ୍ୟରେ। ସେଇ ଯୋଉ ବନ୍ଧନ ଆମକୁ ବାନ୍ଧି ରଖିଛି ସିଏ ହେଉଛି ପାଶ। ସେଇ ପାଶରୁ ବା ବାର୍ଥ ଆଉ ଡେଥ୍, ଜନ୍ମ ଆଉ ମୃତ୍ୟୁର ଯୋଉ ଚକ୍ରରୁ ଆମେ ମୁକ୍ତି ପାଇବାକୁ ଚାହୁଁଛୁ। ଏଇଟା ହେଉଛି ଶିବଙ୍କର କୋର୍ କନସେପ୍ଟ। ଏ ବିଷୟରେ ଆମେ କଥା ହେଇସାରିଛେ। କୌଣସି ଏଭଳିଆ ନାହିଁ ଯେ ତମକୁ ଏହି ମାର୍ଗରେ ଯିବାକୁ ପଡ଼ିବ। ଆପଣ ଯାହା ବି କଲେ ବି ହେଇପାରିବ। ମନ୍ଦିରରେ ପୂଜା କରିପାରିବେ ବା ମଶାଣିରେ ପୂଜା କରିପାରିବେ, ଭୋଗରାଗ ଦେଇ ପୂଜା କରିପାରିବେ, ବିନା ଭୋଗରେ ଖାଲି ପାଣି ଢାଳିକି ବି ପୂଜା କରିପାରିବେ। ସୋ କୌଣସି ମୋରାଲ କୋଡ୍ ନାହିଁ ଯେ ଏଭଳିଆ ପୂଜା କରିବାକୁ ପଡ଼ିବ, ସେଭଳିଆ କୌଣସି ଇଏ ନାହିଁ। ସୋ ଶିବ ତତ୍ତ୍ୱ ଉପରେ କେତେ ଗୁଡ଼ିଏ ବହି ଅଛି, ଯେପରିକି ବେଦ ଉପନିଷଦରେ କିଛି କଥା କୁହାହେଇଛି। କେମିତି ରୁଦ୍ର ଆସିଲେ କେମିତି ରୁଦ୍ରଙ୍କୁ ପୂଜା କରିବ, କେମିତି ଶିବଙ୍କୁ ପୂଜା କରିବ, ଏ ଜିନିଷ କୁହାହେଇଛି। ଆଉ କିଛି ବିଭିନ୍ନ ସନ୍ଥ ସନ୍ନ୍ୟାସୀ ମାନେ ବି ପୁରାଣ ଲେଖିଛନ୍ତି। ତାଙ୍କର ଗାଥା, ତାଙ୍କ ଷ୍ଟୋରି, ତାଙ୍କ ବିଷୟରେ ଲେଖା ହେଇଛି। ତ ସିଏ କ'ଣ କରିଛନ୍ତି, ଆଉ ତାଙ୍କର ଆଖପାଖରେ ଯେଉଁମାନେ ଅଛନ୍ତି ପରିବାର ବର୍ଗ, ସେମାନେ ବି କ'ଣ କରିଛନ୍ତି, ତାଙ୍କ ବିଷୟରେ ଷ୍ଟୋରିଜ ଶିବ ପୁରାଣରେ ଅଛି। ଆଉ ଗୋଟେ ହେଲା ଶିବ ଅଗମ, ଯୋଉଥିରେ କି ଆମର କେମିତି ରିଚୁଆଲ୍ସ କରିବୁ, ଦାର୍ଶନ ସତ୍ତ୍ୱ, କୋଉ ଟାଇପର ଯୋଗ କରିବ ଶିବ ପୂଜା କଲା ବେଳେ, ଏଇ ଜିନିଷ ଲେଖା ହେଇଛି, ଯୋଉଟା କି ଶିବଙ୍କ ମୁଖରୁ ଆସିଛି। ବହୁତ ପ୍ରକାର ଅଗମ ଅଛି, ପାଖାପାଖି 84ଟା 84ଟି ଅଗମ କଥା କୁହାଯାଇଛି ବିଭିନ୍ନ ଶାସ୍ତ୍ର। ଆଉ ବିଭିନ୍ନ ଯୋଉ ପନ୍ଥା ଅଛନ୍ତି ଶିବଙ୍କର ପନ୍ଥା, ସେମାନେ ସେଥିରୁ କିଛିଟି ଫଲୋ କରନ୍ତି। ତାପରେ କିଛି ଭଜନ ଅଛି, ଡିଭୋସନାଲ ପୋଏଟ୍ରି ଶିବଙ୍କ ଉପରେ ଲେଖା ହେଇଛି। ସେଥିରେ ବି ସେ ଆମେ ପୂଜା କରିପାରିବା। ଯଦି ଆମେ ଶିବଙ୍କର ସିମ୍ବଲ୍ସ ଦେଖିବା, କିଛିଟା ସିମ୍ବଲ୍ସ ବିଷୟ ମୁଁ କହିଛି, ଆହୁରି ବହୁତ ଜିନିଷ ଅଛି। ଯେମିତିକି ମୁଁ କହିଲି ଲିଙ୍ଗ କଥା କହିଲି, ଯୋନି କଥା କହିଲି। ଶିବଙ୍କର ପୂଜା କଲାବେଳେ ଆମେ ମାଳା ୟୁଜ୍ କରୁଛୁ। ମାଳା ଦ୍ୱାରା ଆମେ କେତେ ଥର ମନ୍ତ୍ର ଜପ କରିବୁ। ମାଳା ୟୁଜୁଆଲି ରୁଦ୍ରାକ୍ଷ ମାଳା, ରୁଦ୍ରାକ୍ଷ ବିଡ୍ର ମାଳା ଆମେ କରୁଛୁ। ଆଉ ତ୍ରିଶୂଳ, ଯିଏକି 3 ଗୁଣ ଦର୍ଶାଏ, ଯାହାର କି
ଇଗ୍ନୋରାନ୍ସ ଆଉ ଇଭିଲ୍, ଯୋଉ ଦୁଷ୍ଟ ଶକ୍ତି ଆଉ ମୂର୍ଖତାକୁ ହଟେଇବାର ପାୱାର ଅଛି, ସେଇଟା ଦର୍ଶାଏ। ତାପରେ ତାଙ୍କ ପାଖରେ ଗୋଟେ ଭିକ୍ଷା କରିବା ପାଇଁ ଗୋଟେ ଭିକ୍ଷା ପାତ୍ର ଥାଏ, ଯୋଉଥିରେ କି ଯାହାକି ଦର୍ଶା ହେଇଛି କି ତମର କୌଣସି ଆସକ୍ତି ନାହିଁ, ସାଂସାରିକ ଯୋଉ ସବୁ ଭୋଗ ଅଛି ଅଛି, ତାପରେ ସେଇଠୁ ତମେ ଦୂର ହେଇକି ରହୁଛ, କୌଣସି ଆସକ୍ତି ନାହିଁ ତା ପ୍ରତି। ତମେ ଭିକ୍ଷା କଲେ ହିଁ ଖାଉଛ, ନହେଲେ ବୋକା ରହୁଛ। ଆଉ ବିଭୂତି ବା ପାଉଁଶ ବୋଳି ହେଇଥିବା କଥା ଆମେ ଆଗରୁ କଥା ହେଇସାରିଛେ। ଶିବଙ୍କ ପାଖରେ ଗୋଟେ ସାପ ଅଛି, ସେ ସାପ ଯୋଉଥିରେ କି ସାପ ଯିଏକି ଶିବଙ୍କ ପାୱାରକୁ ଦର୍ଶାଏ, ଯିଏ ସାପକୁ ଅକ୍ତିଆର କରିପାରିଛନ୍ତି, ତାଙ୍କର ବିଷକୁ ସିଏ ମହୁରେ ପରିଣତ କରିପାରିଛନ୍ତି। ସେଭଳିଆ ତାଙ୍କ ପାଖରେ ଶକ୍ତି ଅଛି ବୋଲି ଦର୍ଶାଏ। ଆଉ ତାଙ୍କ ପାଖରେ ଯୋଉ ଷଣ୍ଢ ଅଛି, ଯିଏକି ଶିବଙ୍କ ମନ୍ଦିରକୁ ମୁହଁ କରିକି ରହିଛି, ତାକୁ ନନ୍ଦୀ ବୋଲି କୁହାହଉଛି, ଯିଏକି କାମସୂତ୍ରର ଜନକ ବୋଲି ମୁଁ ଆଗରୁ କହିଛି। ସୋ ଏଠି କିଛି ଶିବ ପୂଜାର ବିଧି କୁହାଯାଇଛି, ଯେମିତି କି ପ୍ରତିଦିନ ପୂଜା କଲେ ଆମେ କଣ କରୁଛୁ? ଆମେ ପାଣି ଦେଇପାରୁଛୁ, ଫୁଲ ଦେଇପାରୁଛୁ, ବା ଶିବଲିଙ୍ଗକୁ ଅତର ଅଗରବତୀ ଦେଇକିରି ପୂଜା କରୁଛୁ। ବେଳେ ବେଳେ ଆମେ ସ୍ପେଶାଲ ପୂଜା ହିସାବରେ ଅଭିଷେକ କରୁଛୁ, ଯୋଉଥିରେ କି କ୍ଷୀର, ମହୁ ଅନ୍ୟାନ୍ୟ ସୁବାସିତ ଜିନିଷରେ ଆମେ ଶିବଲିଙ୍ଗକୁ ଗାଧଉଛୁ। ବେଳେ ବେଳେ ରୁଦ୍ର ଅଭିଷେକ କରୁଛୁ। ରୁଦ୍ର ଅଭିଷେକରେ ଆମେ ବେଦ ମନ୍ତ୍ର ପାଠ କରିକିରି ଶିବଙ୍କ ପୂଜା କରୁଛୁ। କେତେବେଳେ ଖାଲି ବେଲପତ୍ର ଚଢେଇକି ବି ଆମେ ଶିବଙ୍କର ପୂଜା କରିପାରୁ। ବର୍ତ୍ତମାନ ଆମେ ଆସିବା ଶିବଙ୍କର ବିଭିନ୍ନ ସମ୍ପ୍ରଦାୟ, ଯେପରିକି ଏଠି ମୁଁ 4ଟି ସମ୍ପ୍ରଦାୟ କଥା କହିଛି, ଆହୁରି ବହୁତ ସମ୍ପ୍ରଦାୟ ଅଛନ୍ତି। ଏଠି ଆମେ ଯୋଉ 4ଟି ମୁଁ ନେଇଛି ସେଗୁଡ଼ିକ ପ୍ରାୟ ଆମର ଓଡ଼ିଶାରେ ହିଁ ଦେଖା ଦିଅନ୍ତି। ପାଶୁପାତ ହଉଛି ଗୋଟିଏ ସେକ୍ଟ। ପାଶୁପାତ ପ୍ରାୟ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ଗୁଜରାଟ ବରୋଦା ପାଖରେ ଜନ୍ମ ନେଇଥିଲା। ଲକୁଳିଶ ବୋଲି ଜଣେ ଋଷି, ଯିଏକି କଥାରେ ଅଛି ଶିବ, ସିଏ ହଉଛନ୍ତି ଶିବଙ୍କର ଅବତାର ବୋଲି ବହୁତ କୁହନ୍ତି। ସଦାବେଳେ ସିଏ ଧ୍ୟାନ ମୁଦ୍ରାରେ ଥାନ୍ତି, ଆଉ ତାଙ୍କ ପାଖରେ ଗୋଟେ ଦଣ୍ଡ ବା ଗୋଟେ ବାଡ଼ି ଥାଏ, ଆଉ ହାତରେ ଗୋଟେ ମାଳା ଥିବ। ସିଏ ପାଶୁପାତ ସେକ୍ଟ ପ୍ରାୟ ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀରୁ ଗୁଜରାଟରୁ ଆରମ୍ଭ ହୋଇ, ନର୍ଥ ଗୁଜରାଟରୁ ଆରମ୍ଭ ହୋଇ ଧୀରେ ଧୀରେ ଓଡ଼ିଶା ପର୍ଯ୍ୟନ୍ତ ବ୍ୟାପ୍ତ ହେଇଥିଲା। ତାଙ୍କ ଉପରେ ଯଦି ଆମେ ଦେଖିବା, ସେଥିରେ ଯୋଉ ପୂଜା ପଦ୍ଧତି କୁହାଯାଇଛି, ମେନଲି ଧ୍ୟାନ କରିବ, ମନ୍ତ୍ର ଉଚ୍ଚାରଣ କରିବ, ଆଉ କିଛିଟା ନିଜର ଜୀବନ ଚରିତ୍ରରେ କିଛିଟା ସଂଯମତା ଆଣିବ, ଯୋଉଟା କି ତମକୁ ମୋକ୍ଷ ପ୍ରାପ୍ତି କରେଇବ। ଆମେ ଯଦି ଓଡ଼ିଶା ଦେଖିବା, ଓଡ଼ିଶାରେ ପାଖାପାଖି 4ର୍ଥ ସେଞ୍ଚୁରୀରେ ପାଶୁପାତ ସେକ୍ଟର ପ୍ରଚଳନ ଥିଲା, ଆଉ ଏବେ ବି କେତେକାଂଶରେ ଅଛି। ପୁରାତନ ମନ୍ଦିର ଗୁଡ଼ିକ ଦେଖିଲେ ସେଥିରେ ଆମେ ଲକୁଳିଶଙ୍କର ଛବି ବି ଦେଖିପାରିବା, ଯେମିତିକି ଭୁବନେଶ୍ୱରରେ ବେତାଳ ମନ୍ଦିରରେ ଆମେ ଦେଖିପାରିବା, ଲିଙ୍ଗରାଜ ମନ୍ଦିରରେ ଦେଖିପାରିବା। ପ୍ରବେଶ କଲା ବେଳକୁ ଲକୁଳେଶ୍ୱରଙ୍କର ମୂର୍ତ୍ତି ଅଛି। ତାପର ସେକ୍ଟ ହଉଛି କଳାମୁଖ, ଯୋଉମାନେ କି ମୁହଁରେ କଳା ବୋଳି ହେଇଥାନ୍ତି। କଳା ବୋଳି ହେଇକିରି ସେମାନେ ତନ୍ତ୍ର ସାଧନା କରନ୍ତି। ଆଉ ଗୋଟେ ସେକ୍ଟ ହଉଛି ଲିଙ୍ଗାୟତ। ଲିଙ୍ଗାୟତ ସେକ୍ଟ ଆମର ଓଡ଼ିଶାରେ ତ 9th ସେଞ୍ଚୁରୀକୁ, ନାଇଁ, ଓଡ଼ିଶାରେ ପାଖାପାଖି 12th ସେଞ୍ଚୁରୀକୁ ଆସିଲା। ତାର
ଉଦ୍ଭାବନ ବି କର୍ଣ୍ଣାଟକରେ ହେଇଥିଲା, ପାଖାପାଖି ସେଇ 11-12 ସେଞ୍ଚୁରୀକୁ। ବାସବ ବୋଲି ଜଣେ ରାଜଦରବାରରେ କାମ କରୁଥିବା ଲୋକ ତାର ଉଦ୍ଭାବନ କରିଥିଲେ। ସେ ସେକ୍ଟରେ ଲିଙ୍ଗାୟତ ମାନେ କୌଣସି ମନ୍ଦିରରେ ଶିବଙ୍କୁ ପୂଜା କରନ୍ତିନି। ସେମାନଙ୍କ ପାଖରେ, ସମସ୍ତଙ୍କ ପାଖରେ ଗୋଟିଏ ଗୋଟେ ପର୍ସନାଲ ଲିଙ୍ଗ ଥାଏ, ଯୋଉଟା କି ସେମାନେ ତାଙ୍କ ବେକରେ ଝୁଲେଇଥାନ୍ତି। ଯେମିତି ମୁଁ ଏଇଠି ସ୍ତ୍ରୀ ଲୋକଙ୍କର ଦେଖେଇଛି, ବେକରେ ଗୋଟିଏ ଶିବ ହୁଏ। ଏମାନେ କୌଣସି କାଷ୍ଟ ସିଷ୍ଟମରେ ବିଲିଭ୍ କରନ୍ତିନି, ସୋସିଆଲ ଇନଜଷ୍ଟିସରେ ବିଲିଭ୍ କରନ୍ତିନି, ବିଧବା ବିବାହ କୁ ମାନ୍ୟତା ବି ଦିଅନ୍ତି। ସୋ ଏଥିପାଇଁ ଯୋଉମାନେ ବ୍ରାହ୍ମଣ ମାନଙ୍କର ବ୍ରାହ୍ମଣ ମାନଙ୍କ ଯୋଉ ଷ୍ଟ୍ରିକ୍ଟ ରିଚୁଆଲ ପ୍ରାକ୍ଟିସେସ୍ ଥିଲା, ସୋ ସେଇଠୁ ଯୋଉମାନେ ଅତିଷ୍ଠ ହେଇଯାଇଥିଲେ ସେମାନେ ଲିଙ୍ଗାୟତ ପୂଜା ପଦ୍ଧତିକୁ ବିଶ୍ୱାସ କଲେ। ଆଉ ସେଥିରେ ପାଖାପାଖି କର୍ଣ୍ଣାଟକରେ ଏବେ ବି 27% ଲିଙ୍ଗାୟତ ସେକ୍ଟ ଅଛନ୍ତି। ଆମର ଓଡ଼ିଶାରେ ବି, ପଶ୍ଚିମ ଓଡ଼ିଶାରେ ବହୁତ ପ୍ରକାର ଲିଙ୍ଗାୟତ ଧର୍ମପନ୍ଥୀ ଆମେ ଦେଖିବାକୁ ପାଉଛୁ। ଆଉ ଗୋଟେ ସେକ୍ଟ ହେଲେ ଶୈବ ସିଦ୍ଧାନ୍ତ, ଯୋଉମାନେ କି ବିଶ୍ୱାସ କରନ୍ତି ଡୁଆଲିଟି ପ୍ରିନ୍ସିପଲ। ଡୁଆଲିଟି ପ୍ରିନ୍ସିପଲ ହଉଛନ୍ତି ଆତ୍ମା ଆଉ ଶିବ ଅଲଗା, ଆମେ ଇଣ୍ଡିଭିଜୁଆଲ ଆଉ ଶିବ ଦି ଜଣ ଅଲଗା, ଆଉ ତାଙ୍କର ମିଳନ କେବଳ ହେଇପାରିବ ଆମର ଭକ୍ତି ମାର୍ଗରେ ଗଲେ ସେମାନଙ୍କର ମିଳନ ହେଇପାରିବ। ସେଥିପାଇଁ ତାଙ୍କର ପୂଜା ପଦ୍ଧତିରେ ଟେମ୍ପଲ ୱାର୍ସିପ, ଆଉ କିଛି ରିଚୁଆଲ୍ସ, ଆଉ କିଛି ଦାର୍ଶନିକ ତତ୍ଵ ଅଛି ଯୋଉଥିରେ କି ଆମେ ଗଲେ ଶୈବ ସିଦ୍ଧାନ୍ତ। ଆମର ଓଡ଼ିଶାରେ ଦେଖିଲେ ପଞ୍ଚମ ଶତାବ୍ଦୀରେ ସେ ଶୈବ ସିଦ୍ଧାନ୍ତ ଆସିଲା, ଆଉ ବହୁତ ଶିବ ମନ୍ଦିରରେ ସେଇ ସମୟରେ ଏଇ ଶୈବ ସିଦ୍ଧାନ୍ତ ଫିଲୋସଫିକୁ ନେଇକିରି ଗଢ଼ି ଉଠିଲା। ଆଉ ଗୋଟେ ସେକ୍ଟ ଯୋଉ ମୁଁ କହିଲି, ଏଠି କାପାଳିକ ବା କଳାମୁଖ ଯୋଉ କହିଲି, ସେମାନେ ଯୋଉ ପୂଜା ପଦ୍ଧତିରେ ବିଶ୍ୱାସ କରନ୍ତି, ସେଥିରେ ମଣିଷର ଖପୁରୀ, ମଣିଷର ଶବ ଉପରେ ମଶାଣିରେ ରହିକି ତା ଉପରେ ସେମାନେ ତନ୍ତ୍ର ସାଧନା କରନ୍ତି, ଆଉ ଦେହ ଯାକ ଭସ୍ମ ବୋଳିଥାନ୍ତି। ତନ୍ତ୍ର ପ୍ରାକ୍ଟିସେସରେ ମଣ୍ଡଳ କାଟି ଷ୍ଟାର ଭଳିଆ ମଣ୍ଡଳ କାଟି ତନ୍ତ୍ର ଥିରେ ସେମାନେ ପୂଜା ପଦ୍ଧତି କରନ୍ତି। ଆଉ ବେଳେ ବେଳେ ତାଙ୍କ ପାଖରେ କୌଣସି ବସ୍ତ୍ର ବି ନଥାଏ, ସମ୍ପୂର୍ଣ୍ଣ ଯେମିତି ସଂସାରକୁ ଆସିଥିଲେ ସେଇଭଳିଆ ସେମାନେ ରୁହନ୍ତି, ଜଟା ବଢ଼େଇଥାନ୍ତି। ସୋ ସେଇଭଳିଆ ମାନେ ଆଦିମ ପଦ୍ଧତିରେ ସେମାନେ ପୂଜା କରନ୍ତି। ଆମର ଓଡ଼ିଶାକୁ ଦେଖିଲେ 6th-8th ସେଞ୍ଚୁରୀରେ ବହୁତ କାପାଳିକ କଳାମୁଖ ମାନେ ଥିଲେ। ଏବେ ବି କିଛି ନାଗା ସାଧୁ ବୋଲି କହୁଛୁ, ସେମାନେ ବି ଅଛନ୍ତି ଯୋଉମାନେ କି କାପାଳିକ ସାଧନା କରୁଛନ୍ତି। ଆଉ ଗୋଟିଏ ସମ୍ପ୍ରଦାୟ ଯୋଉଟା କି ପାଖାପାଖି 8th ସେଞ୍ଚୁରୀ 9th ସେଞ୍ଚୁରୀରେ ଆସିଥିଲା, ଆଉ 10th ସେଞ୍ଚୁରୀ ଆଡ଼କୁ ତାର ପ୍ରସାର ହେଇଥିଲା। ସେଟା ନାଥ ସମ୍ପ୍ରଦାୟ ବୋଲି କହୁଛନ୍ତି, ଯିଏ ଗୋରଖନାଥ, ଯିଏକି ମଚ୍ଛନ୍ଦ୍ର ନାଥଙ୍କର ଶିଷ୍ୟ, ସିଏ ଏ ଗୋରଖନାଥ ସମ୍ପ୍ରଦାୟ ଆରମ୍ଭ କରିଥିଲେ। ତାଙ୍କର ପ୍ରାକ୍ଟିସେସ୍ ଭିତରେ ହଠ ଯୋଗ, କୁଣ୍ଡଳିନୀ ଯୋଗ, ସିଦ୍ଧି ସାଧନା, ଆଉ ଗୁରୁ ଶିଷ୍ୟ ପରମ୍ପରା, ଏଇଟା ହଉଛି କେତୋଟି ବିଶେଷତ୍ୱ ସେମାନଙ୍କର। ଆଉ ମଣିଷ ଅମର ହେବା ପାଇଁ ଆଉ ଶିବଙ୍କ ସହିତ ଯୋଡ଼ି ହେବା ହଉଛି ତାଙ୍କର ମୂଳ ଲକ୍ଷ୍ୟ, ଆଉ ସେଇଟା କେବଳ ଯୋଗ ସାଧନା ଦ୍ୱାରା ହେଇପାରିବ ବୋଲି ସେମାନେ ବିଶ୍ୱାସ ରଖନ୍ତି।
ଆଉ ଗୋଟିଏ ସମ୍ପ୍ରଦାୟ ଯୋଉଟା କି ଓଡ଼ିଶାରେ ବିଶେଷ ଦେଖାଯାଏନି, ବୀର ଶୈବିଜିମ। ସିଏ ବି ଲିଙ୍ଗାୟତ ସମ୍ପ୍ରଦାୟର ଗୋଟେ ସବସେକ୍ଟ। ସେମାନଙ୍କର ସେମାନେ ଯୋଉ ବିଶ୍ୱାସ କରନ୍ତି, ପର୍ସନାଲ ଶିବଲିଙ୍ଗ ବି ତାଙ୍କ ପାଖରେ ଥାଏ। ତା ସହିତ ସେମାନେ ଭଜନ, ଡିଭୋସନାଲ ପୋଏମ୍, ଭଜନ ଗାଇକିରି ସୋସିଆଲ ଜଷ୍ଟିସ କରିକି ସେମାନେ ମୋକ୍ଷ ପ୍ରାପ୍ତିର ଆଶା ରଖନ୍ତି। ଆଉ ତାଙ୍କର ଯୋଉ ଗ୍ୟାଦରିଂସ୍ ହୁଏ, କମ୍ୟୁନିଟି ସୋସିଆଲ ଗ୍ୟାଦରିଂସ୍ ହୁଏ, ସେଥିରେ ଧର୍ମ ଚର୍ଚ୍ଚା, ଲୋକଙ୍କ ସେବା, ଏଇ ଆ ଉପରେ ସେମାନେ ବେଶୀ ପ୍ରାଧାନ୍ୟ ଦିଅନ୍ତି। ଆଉ ଗୋଟିଏ ସେକ୍ଟ ଅଛି ଯୋଉଟା କି ଅଘରୀ ବୋଲି ଆମେ କହୁଛୁ। ଅଘରୀ ହେଉଛି କାପାଳିକଙ୍କର ଆଉ ଗୋଟେ ମାନେ କାପାଳିକ ମାନେ ଯଦି ଅଧିକା ସାଧନା କଲେ, ଅଧିକା କଠୋର ସାଧନା କଲେ, ସେମାନଙ୍କୁ ଅଘରୀ କହୁଛୁ। ସେମାନେ ପ୍ରାୟ ମଶାଣିରେ ଶବ ଉପରେ ସାଧନା କରନ୍ତି, ମଣିଷ ଖପୁରିରେ ଖାଆନ୍ତି। ତାଙ୍କର କୌଣସି ଖାଦ୍ୟର ବାଛ ବିଚାର ନଥାଏ। ଯାହା ମିଳିଲା ତାଙ୍କ ପାଇଁ ସେଇଟା ଭୋଜ୍ୟ। କେତେବେଳେ ସେମାନେ ମାଂସ ବି ଖାଆନ୍ତି, କେତେବେଳେ ଶବକୁ ଖାଆନ୍ତି, କେତେବେଳେ ବିଷ୍ଠାକୁ ବି ଖାଆନ୍ତି। ଆଉ ଦେହ ଯାକ ସେମାନେ ପାଉଁଶ ବୋଳି ହେଇକି ରହିଥାନ୍ତି। କେବଳ ସାଧନା କରି, ତନ୍ତ୍ର ସାଧନା କରି ତାଙ୍କର ମୁକ୍ତି ପ୍ରାପ୍ତିର ସେମାନେ ଆଶା ରଖନ୍ତି। ଶୈବ ସିଦ୍ଧାନ୍ତରେ ଆମର 4 ପ୍ରକାରର କଥା କୁହାଯାଇଛି ଯୋଉଥିରେ କି ମୋକ୍ଷ ପ୍ରାପ୍ତି ଜଣେ କରିପାରିବ। ପ୍ରଥମେ ସବୁଠୁ ସହଜ ଉପାୟ ହେଉଛି ସର୍ଭିସ, କାର୍ଯ୍ୟ, ଯୋଉଥିରେ କି ଯାହାକୁ କିଛି ଜଣା ନାହିଁ, ସିଏ କେବଳ ମନ୍ଦିରର ସେବା କରିବ। କଣ ସେବା କରିବ? ସିଏ ତ ମନ୍ଦିର ପାଇଁ ଫୁଲ ଆଣି ସଂଗ୍ରହ କରିପାରେ, ମନ୍ଦିରକୁ ସଫା ରଖିବାରେ ସାହାଯ୍ୟ କରିପାରେ, ମନ୍ଦିରର ଯାବତୀୟ କାମ ସିଏ କରିବ। ହେଲା, ଭୋଗରାଗରେ ସବୁ ସାହାଯ୍ୟ କରିପାରେ। ଏଇଟାକୁ ଆମେ ଦାସ ମାର୍ଗ ବୋଲି କହୁଛୁ, ଯୋଉଟା କି ଗୋଟେ ଚାକରର ଯୋଉ ଦୈନନ୍ଦିନ କାର୍ଯ୍ୟ, ସେ ସେଇଭଳିଆ କାର୍ଯ୍ୟରେ ନିଜକୁ ନିଯୁକ୍ତ କରିକିରି ସିଏ ମୋକ୍ଷ ପ୍ରାପ୍ତିର ଆଶା ରଖିବ। ଆଉ ଗୋଟେ ହଉଛି କ୍ରିୟା ମାର୍ଗ, ଗୋଟେ ସତ୍ପୁତ୍ର ମାର୍ଗ, ବା ଗୋଟେ ଭଲ ପୁଅ ଯୋଉ କାର୍ଯ୍ୟ କରେ। ଭଲ ପୁଅ କଣ କରେ? ବାପା ମାଙ୍କର ସେବା କରେ। ସିଏ ସେଇପରି ଶିବ ଠାକୁରଙ୍କର ସେବା କରିବ, ମନ୍ତ୍ର ପଢିକିରି ସେବା କରିବ। ସେଇଥିରେ ସିଏ ମୁକ୍ତି ପ୍ରାପ୍ତି କରିବ। ଆଉ ଗୋଟେ ହଉଛି ଯୋଗ ମାର୍ଗ, ଯାହାକୁ କି ସଖା ମାର୍ଗ ବୋଲି କୁହାଯାଏ, ଫ୍ରେଣ୍ଡସିପ ମାର୍ଗ, ଯୋଉଥିରେ କି ଯୋଗ ସାଧନା ଆଉ ନିଜର ମନର ଭିତର ଇନର ପିସ୍ ଖୋଜିବା। ଆମେ ବାହାର ଆଖିରେ ଯେତିକି ଦେଖୁଛୁ, ତାଠୁ ଅଧିକା ଆମେ ଆଖି ବନ୍ଦ କରିକି ଆମେ ନିଜ ମନ ଭିତରେ କଣ ଚାଲିଛି ଦେଖିବାକୁ ଚେଷ୍ଟା କରିବା, ଆମେ ବହୁତ କିଛି ଦେଖିପାରିବା। ଯୋଗ ସାଧନାରେ ଆମେ ସେଇ ମନ ଭିତର ଶାନ୍ତି, ମନ ଭିତର ଇଏକୁ ଖୋଜିବାକୁ ଚେଷ୍ଟା କରୁ। ତାପର ସାଧନା ହଉଛି ଜ୍ଞାନ ସାଧନା, ଯୋଉଟା କି ସତ୍ ମାର୍ଗର ସାଧନା, ସତ୍ ମାର୍ଗକୁ ଖୋଜାଯାଏ, ଯୋଉଥିରେ କି ନିଜକୁ ଶିବଙ୍କ ସହିତ ଏକାକାର କରିବାର ଚେଷ୍ଟା କରାଯାଏ। କିପରି କରିବେ? ଜ୍ଞାନ ଆହରଣ କରି। ଶିବଙ୍କର ଯେତେକ ସ୍କ୍ରିପ୍ଚର୍ସ ଅଛି, ଯୋଉ ଟେକ୍ସଟ ବୁକ୍ ଅଛି, ସିଦ୍ଧାନ୍ତ ଅଛି, ସଫି ଅଛି, ତାର ଉପରେ ପଢିବେ, ତାକୁ ଅନ୍ୟମାନଙ୍କୁ ଶୁଣେଇବେ, ତା ଉପରେ ଚର୍ଚ୍ଚା କରିବେ। ଏଇଭଳିଆ କରିକି ସେମାନେ ମୁଖ୍ୟ ପ୍ରାପ୍ତିର ଆଶା ରଖନ୍ତି। ଏଗୁଡାକ ମୁଁ ଏଥିପାଇଁ ଆଲୋଚନା କଲି, ଯେତେବେଳେ ଆମେ ଆଜିର ବିଷୟବସ୍ତୁ ପ୍ରତି ଯିବା, ମୁଁ ଏଇଗୁଡ଼ିକର ରେଫରେନ୍ସ ନେବି। ବର୍ତ୍ତମାନ ଆମେ ଓଡ଼ିଶାରେ ଯୋଉ ଆଜିର ଟପିକ ଥିଲା ଇଭଲ୍ୟୁସନ ଅଫ ଶୈବିଜିମ୍ ଇନ୍ ଓଡ଼ିଶା, ଓଡ଼ିଶାରେ ଶୈବିଜିମ୍ କେମିତି ଆରମ୍ଭ ହେଲା, ଆମେ ପ୍ରି ହିଷ୍ଟୋରିକ ଯେବେଠୁ ହିଷ୍ଟ୍ରି ଆରମ୍ଭ ହେଲା, ଆନ୍ସିଏଣ୍ଟ ଫେଜ୍ରୁ
କଲୋନିଆଲ ଏରା ବା ବ୍ରିଟିଶ ଏରା ପର୍ଯ୍ୟନ୍ତ ଆମେ ଯିବା ଗୋଟିଏ ପରେ ଗୋଟିଏ। ଯେମିତି ମୁଁ ପ୍ରି ହିଷ୍ଟୋରିକ ଦେଖିଲେ ଯେତେବେଳେ କୌଣସି ବସତି ନଥିଲା, ବହୁତ ଅଳ୍ପ ଲୋକ ବସବାସ କରୁଥିଲେ, ସେତେବେଳେ ଆଦିମ ଅଧିବାସୀ ମାନେ ଥିଲେ। ଓଡ଼ିଶା ମାନେ ଆର୍ୟଙ୍କର ଆସିବା ହେଇନଥିଲା, ନନ୍ ଆର୍ୟନ୍ ଦ୍ରାବିଡନ୍ସ ସବୁ ଥିଲେ। ସେତେବେଳେ ସେମାନେ ତାଙ୍କ ପାଖରେ କୌଣସି ମାନେ ଠାକୁର ନଥିଲେ, ଭଗବାନ ନଥିଲେ। ସେମାନେ କଣ କରୁଥିଲେ? ନେଚରକୁ ପୂଜା କରୁଥିଲେ, ପ୍ରକୃତିକୁ ପୂଜା କରୁଥିଲେ, ପ୍ରକୃତିର ବିଭିନ୍ନ ରୂପକୁ ପୂଜା କରୁଥିଲେ, ଯେପରିକି ପର୍ବତ ହେଲା, ନଦୀ ହେଲା, ଜଙ୍ଗଲ ହେଲା, ୟାକୁ ସବୁ ପୂଜା କରୁଥିଲେ। ଆଉ କେତେବେଳେ ଡରି ଯାଇକିରି ବି ଝଡ଼ ତୋଫାନ ଆସିଲା, ତାକୁ ପୂଜା କଲେ, ତାକୁ ଶାନ୍ତ କରିବା ପାଇଁ। କେତେବେଳେ ମରୁଡ଼ି ଆସିଲା, ତାକୁ ଇନ୍ଦ୍ର ପୂଜା କରୁଥିଲେ, ଯେତେ ମାନେ ତାକୁ ବର୍ଷା ହେବା ପାଇଁ ପୂଜା କରୁଥିଲେ। ଯେତକ ସବୁ ନେଚୁରାଲ ଫୋର୍ସେସ୍ ଥିଲା, ତାକୁ ସେମାନେ ସନ୍ତୁଷ୍ଟି କରିବା ପାଇଁ ପୂଜା କରିବା ଆରମ୍ଭ କରିଥିଲେ। ସେତିକି ବେଳେ ସେମାନେ କିଛି ଲିଙ୍ଗ ଭଳିଆ ଜିନିଷ, ପଥରକୁ ସେମାନେ ପୂଜା କରିବାର ଦେଖାଯାଏ, ଯୋଉଟା କି ଆମର ଓଡ଼ିଶାରେ ଆମେ ପ୍ରାଚୀ ଉପତ୍ୟକାର ଯୋଉ ଖନନ ହେଇଥିଲା ସେଠି ଦେଖାଯାଇଛି। ଆମର ଭୁବନେଶ୍ୱର ପାଖରେ ଶିଶୁପାଳଗଡ଼ ଖନନ ବେଳେ ବି କିଛି ଶିବଲିଙ୍ଗ ଭଳିଆ ଜିନିଷ ବାହାରିଛି, ଯୋଉକୁ ଆମେ ପ୍ରୋଟୋଶିବ ବୋଲି କହୁଛୁ। ଆଉ ସେତେବେଳର ସାକ୍ରେଡ୍ ସାଇଟ୍ ମାନେ ଯୋଉଠି ଦର୍ଶନ ସ୍ଥଳ କହିଲେ ମହେନ୍ଦ୍ରଗିରି, ପ୍ରାଚୀ ନଦୀ, ଚିଲିକା ଲେକ୍ ପାଖରେ ବହୁତ ଜାଗା ଅଛି, ଯୋଉଥିରକୁ ଏଇଭଳି ବହୁତ କିଛି ଜିନିଷ ବାହାରିଛି, ଯୋଉଟା କି ଶିବ ପୂଜା ହେବାର, ଶିବ ଭଳିଆ, ଶିବ ପୂଜା ନ ଶିବ ଭଳିଆ କିଛି ସେମାନେ ପୂଜା କରୁଥିଲେ ବୋଲି ଦେଖାଯାଏ। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଫର୍ଟିଲିଟି ବା ଫସଲ ଭଲ ହେବା, ଆଉ ଫସଲକୁ ନଷ୍ଟ ହେବାରୁ ବଞ୍ଚେଇବା, ଏଇଟା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତାପରେ ଆମେ ଆସିବା ବେଦିକ ପିରିୟଡ। ହଁ, ଆଉ ଗୋଟେ ଜିନିଷ ହଉଛି, ଏଇ ପିରିୟଡରେ କୌଣସି ବେଦିକ ଗଡକୁ ସେମାନେ ପୂଜା କରୁନଥିଲେ, ଯୋଉଟା କି ଆମର ମହେଞ୍ଜୋଦାରରେ ବି ବାହାରିଛି। 1940ରେ ଯେତେବେଳେ ମହେଞ୍ଜୋଦାରରେ ଖନନ ହେଉଥିଲା, MS ଭଟ୍ଟ ସିଏ 3ଟି ଲିଙ୍ଗ ବାହାର କରିଥିଲେ, ପ୍ରାଚୀ ରିଭରରେ ବି ବାହାର କରିଥିଲେ। ସେଟା ସବୁ ସଉରା କନ୍ଧଙ୍କର ଗାଁ ମାନଙ୍କରେ ବି ଆମେ ଦେଖିବାକୁ ପାଉଛୁ। ତାଙ୍କର କିଛି ସଉରା କନ୍ଧ ମାନେ ଯୋଉ ପୂଜା କରୁଛନ୍ତି, ତାଙ୍କର ଯୋଉ ଠାକୁର, ସିଏ ବି ଶିବ ଭଳିଆ ଦେଖାଯାଉଛନ୍ତି। ଶିବଙ୍କର ଯୋଉ ଭୈରବ ରୂପ, ତା ସହିତ କିଛିଟା ସିମିଲାରିଟି ଅଛି। ଏଠି କିଛିଟା ଖନନ ବେଳେ ଯାହା ବାହାରିଛି ସେଇଭଳିଆ କିଛି ଦେଖାଯାଇଛି, ଯୋଉଟା କି ଶିବଲିଙ୍ଗ, ଶିବ ପାଶ ଭଳିଆ ଦେଖାଯାଉଛି। ତାପରେ ଆମେ ବେଦିକ ଯୁଗକୁ ଆସିବା। ବେଦିକ ଯୁଗରେ ଯଦି ଆମେ ଦେଖିବା, ଆଗରୁ ଆମେ କଥା ହେଇଛେ, ରୁଦ୍ର ପୂଜା ହଉଥିଲା। ରୁଦ୍ର କିଏ ଥିଲେ? ରୁଦ୍ର ଗାଈ ଗୋରୁ ମଇଁଷିଙ୍କର ରକ୍ଷାକର୍ତ୍ତା ଥିଲେ, ଲୋକମାନଙ୍କୁ ବଞ୍ଚଉଥିଲେ, ସିଏ ନଷ୍ଟ ହେବାରୁ ବଞ୍ଚଉଥିଲେ, ଆଉ ଓଭରାଲି ତାଙ୍କୁ ପ୍ରୋଟେକ୍ସନ ଦଉଥିଲେ। ତାଙ୍କୁ ପୂଜା କରିବା ପାଇଁ ବେଦିକ ରିଚୁଆଲ୍ସ ଆଉ ମନ୍ତ୍ର ସାହାଯ୍ୟରେ ପୂଜା କରାହଉଥିଲା।
ସୋ ମନ୍ତ୍ରର ଦର୍ଶାଇଛି ଗୋଟିଏ ସତ୍ରାଦ୍ୱୟ ଯଜୁର୍ବେଦରେ ଗୋଟିଏ ମନ୍ତ୍ର ଅଛି, ରୁଦ୍ର ଅଧ୍ୟାୟ ବୋଲି ତାକୁ କୁହାଯାଏ। ଚ୍ୟାପ୍ଟର 16 ଭର୍ସ 1.66 ସେଥିରେ ରୁଦ୍ରଙ୍କର ରୂପ ବର୍ଣ୍ଣନା କରାଯାଇଛି, ଆଉ ଯିଏକି ଅତ୍ୟନ୍ତ ଭୟଙ୍କର କିନ୍ତୁ ଲୋକଙ୍କୁ ସାହାଯ୍ୟ କରନ୍ତି, ଆଉ ଭୟଙ୍କର କାହାମାନଙ୍କ ପାଇଁ? ଦୁଷ୍ଟ ଶକ୍ତି ମାନଙ୍କ ପାଇଁ ସିଏ ଭୟଙ୍କର, କିନ୍ତୁ ଯୋଉମାନେ ତାଙ୍କର ଆଶ୍ରୟ ନେବେ ତାଙ୍କର ସିଏ ରକ୍ଷାକର୍ତ୍ତା। ସେଇଭଳି କିଛି ଜିନିଷ ବୈଦିକ ଫିଲୋସଫିରେ ଥିଲା। ଆଉ ଗୋଟିଏ ଥିଲା, ବେଦରେ ସବୁ ଜିନିଷର ପୂଜାରେ ହୋମ ହଉଥିଲା, ଅଗ୍ନିକୁ ସନ୍ତୁଷ୍ଟ କରୁଥିଲେ। ସୋ ଏଇ ଯୋଉ ଅଗ୍ନି ପୂଜା, ହୋମ ପୂଜା ଧୀରେ ଧୀରେ ଶିବ ପୂଜା ସହିତ ମିଶିଲା, ଆଉ ଶିବ ପୂଜା ବେଳେ ଆମର ହବନ କରିବା, ହୋମ କରିବା, ଏସବୁ ଜିନିଷ ବୈଦିକ ଯୁଗରେ ଆସିଲା। ଏ ଜିନିଷର ପ୍ରମାଣ ମହେନ୍ଦ୍ରଗିରି, ବିନ୍ଧ୍ୟଗିରି ପ୍ରାଚୀ ନଦୀ ପାଖରେ ବି ମିଳିଛି। କିଛିଟା ପଥରର ସନ୍ଧାନ ମିଳିଛି, ଯୋଉଟାକୁ ପୂଜା କରୁଥିଲେ, ଶିବଲିଙ୍ଗ ଭଳିଆ ଦେଖାଯାଉଥିବା ପଥରର ପୂଜା ହଉଥିବା ଦେଖାଯାଇଛି। ଏଇଠି ମୁଁ ଯଜ୍ଞ କଥା କହିଛି, ରିଚୁଆଲ୍ସ କଥା। ତାପରେ ଆମେ ଆସିବା ମୌର୍ଯ୍ୟ ପିରିୟଡ଼, ଯୋଉଟା କି 2nd ସେଞ୍ଚୁରୀ BC। ସେଥିରେ ଶୈବିଜିମକୁ ଗୋଟେ ରିଲିଜିୟସ୍ ଟ୍ରାଡିସନ ବା ଲୋକାଲ ଟ୍ରାଡିସନ ହିସାବରେ ନିଆ ହଉଥିଲା, ଲୋକାଲ ପୂଜା ହିସାବରେ ନିଆ ହଉଥିଲା। ସେତେବେଳକୁ ଅଲରେଡି ମାନେ ବେଦର ପ୍ରାକ୍ଟିସେସ୍ ସହିତ ଓରିଜିନାଲ ପ୍ରାକ୍ଟିସେସକୁ ମିଶ୍ରଣ କରିକି ଗୋଟେ ପଦ୍ଧତି ତିଆରି କରାଯାଇଥିଲା। ଆଉ ପାଶୁପାତ ସେକ୍ଟର ଯୋଉ ଇନଫ୍ଲୁଏନ୍ସଟା ବି ଆସିଥିଲା। ସୋ ପାଶୁପାତର ଇନଫ୍ଲୁଏନ୍ସରେ ମୌର୍ଯ୍ୟ ପିରିୟଡରେ କିଛିଟା ମନ୍ଦିର ଗଢ଼ି ଉଠିଲା, ଯୋଉଥିରେ କି ହୋମ କରାଯାଇକିରି ପୂଜା କରାଗଲା। ଆଉ ମଠ ସମ୍ପ୍ରଦାୟ ବି ଗଢ଼ି ଉଠିଲା। ଜାଗା ଜାଗାରେ ସନ୍ନ୍ୟାସୀ ମାନେ ଯାଇ ଶିବଙ୍କର ପ୍ରଚାର କଲେ, କେମିତି ପୂଜା ପଦ୍ଧତି କରିବ ତାକୁ ଦର୍ଶେଇଲେ, ଲୋକଙ୍କୁ ଜ୍ଞାନ ଦେଲେ। ଆଉ ଶିବ ଯେ ଜଣେ ମୁଖ୍ୟ ଦେବତା, ଆଉ ତାଙ୍କୁ ଆମେ ପୂଜା କରିପାରିବା, ଆମର ସିଏ ରକ୍ଷା କରିପାରିବେ, ଏ ଜିନିଷ ସନ୍ନ୍ୟାସୀ ମାନେ ଲୋକଙ୍କ ଭିତରେ ପ୍ରଚାର ପ୍ରସାର କରାଇଲେ। ଏ ଜିନିଷ ଆମେ ଦେଖିବାକୁ ପାଉ ଜଉଗଡ଼ ଆଉ ଶିଶୁପାଳଗଡ଼ରେ, ଯୋଉଥିରେ କି ସେତେବେଳେ ଜୈନ ଧର୍ମ ବି ଥିଲା, ବୁଦ୍ଧ ଧର୍ମ ବି ଥିଲା। ବୁଦ୍ଧ ଧର୍ମ, ଜୈନ ଧର୍ମ ସହିତ ଶୈବ ଧର୍ମ ବି ଗଢ଼ି ଉଠିଲା। ଆମର ଯଦି ଆମେ ମନ୍ଦିରକୁ ଦେଖିବା, ଭୁବନେଶ୍ୱରରେ ଗୋଟେ ଭାସ୍କରେଶ୍ୱର ମନ୍ଦିର ଅଛି। ସେଠି ଗୋଟେ ବିଶାଳ ଶିବଲିଙ୍ଗ ଅଛି। କିଏ କିଏ କୁହନ୍ତି ସେଇଟା ଶିବଲିଙ୍ଗ ନୁହଁ, ସେଇଟା ଗୋଟେ ଅଶୋକ ସ୍ତମ୍ଭ ଥିଲା। ଅଶୋକ ସ୍ତମ୍ଭକୁ କାଟିକିରି ତାକୁ ଶିବଲିଙ୍ଗ କରାଯାଇଛି। ଆଉ ଗୋଟିଏ ମନ୍ଦିର ଅଛି ବଡମ୍ବା ପାଖରେ, ବୈଦ୍ୟନାଥ ମନ୍ଦିର। ସେଟା ବି ଗୋଟିଏ ବୁଦ୍ଧ ମନ୍ଦିର ଥିଲା। ସିଏ ବି କାଳକ୍ରମେ ଧୀରେ ଧୀରେ ଶୈବ ମନ୍ଦିରରେ ପରିଣତ ହେଇଯାଇଛି। ସୋ ଏଇଭଳି ବହୁତ ଜାଗାରେ, ଇଭେନ୍ ଆମର ବୈତାଳ ମନ୍ଦିରରେ ବି ଆମେ ସେଇଟା ବି ଦେଖିବାକୁ ପାଉ। ଗୁଡ଼ାଏ ବୁଦ୍ଧଙ୍କର
ଚିତ୍ର ବି ସେଥିରେ ଅଛି। ମୁଁ ପରବର୍ତ୍ତୀ ସ୍ଲାଇଡରେ ସେ କଥା ହେବି। ଆର୍କୋଲୋଜିକାଲ ଇଭିଡେନ୍ସ କଥା କହିସାରିଛି। ଯଦି ଏଇ ସମୟରେ ମୌର୍ଯ୍ୟ ପିରିୟଡର ଆମେ ପୂଜା ପଦ୍ଧତି କଥାବାର୍ତ୍ତା ହେବା। ପାଣି ଢାଳିକିରି ଶିବଲିଙ୍ଗକୁ ପୂଜା କରାହଉଥିଲା, ହୋମ କରାହଉଥିଲା, ଆଉ ସନ୍ନ୍ୟାସୀଙ୍କ ଦ୍ୱାରା ପ୍ରଚାର ପ୍ରସାର କରାଯାଉଥିଲା। ଆଉ ମନ୍ଦିରକୁ ଆମେ ଯଦି ଦେଖିବା, ରେଖା ଦୌଳ, ଯୋଉଟା କି କଳିଙ୍ଗ ଟେମ୍ପୁଲ ଆର୍କିଟେକ୍ଚରର ଗୋଟିଏ ପ୍ରମୁଖ ଷ୍ଟାଇଲ, କିଛି ବାଟ ପର୍ଯ୍ୟନ୍ତ ମନ୍ଦିର ସିଧା ଯିବ, ତାପରେ ଧୀରେ 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 କର୍ଭ ହେବ। ରେଖା ଦେଉଳର ପ୍ରଚାର ପ୍ରସାର ସେହି ସମୟରେ ଗଢ଼ି ଉଠିଲା। ଯେପରିକି ଏଇ ଚିତ୍ରରେ ଦେଖାଯାଇଛି, ଭୁବନେଶ୍ୱରର ମାଉସୀ ମା ମନ୍ଦିର ପାଖରେ ଗୋଟେ ଶତ୍ରୁଘ୍ନେଶ୍ୱର ଭରତେଶ୍ୱର ମନ୍ଦିର ଅଛି। ସେଇ ମନ୍ଦିର ସେଇ ସମୟରେ ଗଢ଼ି ଉଠିଥିଲା। ତାପରେ ପରେ ଗୁପ୍ତା ପିରିୟଡ଼ ଆସିଲା, ପୋଷ୍ଟ ଗୁପ୍ତା ପିରିୟଡ଼। ସେଇ ସମୟରେ ଶୈଳୋଦ୍ଭବ ବଂଶ ରାଜୁତି କରୁଥିଲେ। ମନ୍ଦିର ଆର୍କିଟେକ୍ଚରାଲ ଷ୍ଟାଇଲରେ ଶିବ ମନ୍ଦିରର ସେତେବେଳେ ପାର୍ଶ୍ୱ ଦେବତା କନସେପ୍ଟ ନଥିଲା। କେବଳ ମନ୍ଦିରରେ ମୁଖ୍ୟ ଦେବତା ହିସାବରେ ଶିବ ଲିଙ୍ଗ ପୂଜା ପାଉଥିଲେ। ଆଉ ମନ୍ଦିର ବେଢ଼ାରେ ତାଙ୍କର ମନ୍ଦିର ଭିତରେ ପୂଜା କରାହଉଥିଲା ମୋଷ୍ଟଲି। ବାହାରେ ଘରେ ପୂଜା ସେତେ ନଥିଲା, ପ୍ରଚଳନ ନଥିଲା। ଆଉ ରଜାମାନେ, ଶୈଳୋଦ୍ଭବ ଯେତେ କହିଲେ ଶୈଳୋଦ୍ଭବ ରଜା, ସେମାନଙ୍କର ପୃଷ୍ଠପୋଷକତାରେ ବହୁତ ମନ୍ଦିର ଗଢ଼ି ଉଠିଲା। ଆଉ ତା ସହିତ ବି ବୈଷ୍ଣୋଜିମ୍, ବୁଦ୍ଧିଜିମ୍, ଜୈନିଜିମ୍ ଏଗୁଡ଼ାକର ବି ପ୍ରସାର ବି ହଉଥିଲା। କିନ୍ତୁ ଶିବ ମୁଖ୍ୟ ଦେବତା ହିସାବରେ, ଆଉ ତାଙ୍କର ଡିଫରେଣ୍ଟ ଫର୍ମସ୍, ଯେମିତିକି ମହାଦେବ, ଭୈରବ, ଅର୍ଦ୍ଧନାରୀଶ୍ୱର, ଏମାନଙ୍କର ପୂଜା ହେଲା। ନିରାକାରରୁ, ଲିଙ୍ଗରୁ ସିଏ ଧୀରେ ଧୀରେ ଆକାର ପାଇଲେ। ଯେମିତି ଭୈରବ, ଅର୍ଦ୍ଧନାରୀଶ୍ୱର ଅଧା ଫିମେଲ ଅଧା ମେଲ, ମାନେ ଅଧା ପୁରୁଷ ଅଧା ନାରୀ। ଆଉ ଭୈରବ ହେଲେ ଶିବଙ୍କର ରୁଦ୍ର ରୂପ, ଯିଏକି ସଂହାର କରିବା ପାଇଁ ଜନ୍ମ ହୋଇଛନ୍ତି। ଆଉ ଶିବଲିଙ୍ଗର ପ୍ରସାର ବି ଘଟିଥିଲା। ଆଉ ଟେମ୍ପଲ ପୂଜା ପଦ୍ଧତିରେ ବି କିଛିଟା ଚେଞ୍ଜେସ୍ ଆସିଥିଲା। ସେତେବେଳେ ଶୈଳୋଦ୍ଭବ ରାଜାମାନେ ଯୋଉ ସରନେମ୍ ବା ଟାଇଟଲ ୟୁଜ କରୁଥିଲେ, ପରମ ମହେଶ୍ୱର ବୋଲି ନିଜକୁ ପ୍ରତିପାଦିତ କରୁଥିଲେ, ଯୋଉଥିରେ କି ସେମାନେ ପରମ ଶିବ ଭକ୍ତ ଥିଲେ ବୋଲି ଜଣାଯାଏ। ଆଉ ମନ୍ଦିରର ରେଖା ଦଳ ଏଗୁଡ଼ିକ ଆମେ ପୁରୁଣା ମନ୍ଦିର ଯୋଉଟାକି ଭଦ୍ରକ, ଯାଜପୁର ଡିଷ୍ଟ୍ରିକ୍ଟ, ଭୁବନେଶ୍ୱର, ଯାଜପୁର ବିମଳା ମନ୍ଦିର ଭିତରେ ଯୋଉ ସବୁ ବିମଳା ମନ୍ଦିର ଭିତରେ ଓ ବାହାରେ ବହୁତ ଗୁଡେ ଶିବଲିଙ୍ଗ ଦେଖିବାକୁ ମିଳୁଛି, ସେଗୁଡ଼ିକ ଆମେ ଦେଖୁଛୁ। ଆଉ এই ସମୟରେ ଆମର ଯୋଉ ଆଦିବାସୀ ସମ୍ପ୍ରଦାୟ ଥିଲେ ବା ଓଡ଼ିଶାର ଆଦିମ ଅଧିବାସୀ, ସେମାନଙ୍କର କିଛି ଦେବତାଙ୍କୁ ବି ଶିବ ତତ୍ତ୍ୱ ସହିତ ଯୋଡ଼ା ହେଇଥିଲା। ତାଙ୍କର କିଛି ପୂଜା ପଦ୍ଧତିକୁ ଆଣି ସେଇଭଳି ମାର୍ଗରେ ବି ପୂଜା କରାହେଲା। ଆଉ ପୋଷ୍ଟ ଗୁପ୍ତା ପିରିୟଡରେ ତନ୍ତ୍ର ସାଧନା ଆସିଲା। ମଣ୍ଡଳ କଟା ହେଲା, ମଣ୍ଡଳ ଉପରେ ମୁଖ୍ୟ ଦେବତାଙ୍କୁ ସ୍ଥାପନ କରାଗଲା। ଆଉ
ଆଇକୋନୋଗ୍ରାଫି ବା ଶିବଙ୍କୁ ରୂପ ଦେବା, ଯେମିତି ମୁଁ କହିଲି ଭୈରବ ଅର୍ଦ୍ଧନାରୀଶ୍ୱର ରୂପ ଦେବାରେ ସେତେବେଳେ ରଜାମାନେ ବ୍ୟସ୍ତ ରହିଲେ। ଆଉ ମନ୍ଦିରରେ ଧୀରେ ଧୀରେ, ଯଦିଓ ଶିବଲିଙ୍ଗ ହେଲେ ମୁଖ୍ୟ ଦେବତା, ମନ୍ଦିର ଭିତରେ ସବୁ ପେଣ୍ଟିଂସ୍ ହେଲା ବା ଅଲଗା ଷ୍ଟାଚ୍ୟୁ ହିସାବରେ, ଅଲଗା ମୂର୍ତ୍ତି ହିସାବରେ ଭୈରବ ମୂର୍ତ୍ତି, ଅର୍ଦ୍ଧନାରୀଶ୍ୱର ମୂର୍ତ୍ତିର ସ୍ଥାପନା କରାହେଲା ଆଉ ତାକୁ ପୂଜା କରାହେଲା। ଆଉ ଡେଲି ରିଚୁଆଲ୍ସରେ ମନ୍ତ୍ର ପାଠର ପ୍ରମୁଖ ଭୂମିକା ରହିଲା। ମନ୍ତ୍ର ପାଠ ବିନା ଶିବ ପୂଜା ହେଲେନି। ଆଉ ଗୋଟିଏ ମୁଖ୍ୟ ଜିନିଷ ଯୋଉଟା କି ଏଇ ସମୟରେ ଦେଖା ଦେଇଥିଲା, ସେଇଟା ହେଲା ହରିହର କନସେପ୍ଟ, ଯୋଉଟା କି ପରେ ଭୌମକର ବେଳେ ବେଶୀ କନସେପ୍ଟ। ଶିବଙ୍କ ସହିତ ବିଷ୍ଣୁ, ଶିବ ବିଷ୍ଣୁ ଏକାଠି ପୂଜା ପାଇବା ବା ଏକା ମୂର୍ତ୍ତିରେ, ଯେମିତି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ମୂର୍ତ୍ତି ହରିହର ମୂର୍ତ୍ତି, ଆଉ ଗୋଟେ ହରିଶଙ୍କର ମୂର୍ତ୍ତି ଅଛି। ସେଇଟା ଆମର ଏକାଠି ଆମେ ବୈଷ୍ଣବୀଜିମ୍ ଆଉ ଶୈବିଜିମ୍ ର ଏକାଠି ପ୍ରସାର କରିବାକୁ ଦର୍ଶାଉଥିଲା। ତ ଭୌମକର ବେଳେ ସେମାନେ ଶରଦ୍ଭବ ବଂଶ ଭଳିଆ ପରମ ମହେଶ୍ୱର ସହିତ ଆଉ ଦୁଇଟି ଟାଇଟଲ ସେମାନେ ୟୁଜ କରୁଥିଲେ, ମହାଶିବ ଗୁପ୍ତା, ମହାବାହୁ ଗୁପ୍ତା, ଏଇଭଳି ଟାଇଟଲ ବି ସେମାନେ ୟୁଜ କରିଥିଲେ, ବ୍ୟବହାର କରୁଥିଲେ। ଆଉ ସେଇଥିରେ ସେମାନେ ନିଜକୁ ପରମ ଶୈବ ଭକ୍ତ ବୋଲି ଦର୍ଶାଉଥିଲେ। ଆଉ ତନ୍ତ୍ର ସାଧନା ଆଉ ଟିକେ ମୁଖ୍ୟ ଭୂମିକା ଏହି ସମୟରେ ନେଇଥିଲା। ଭୈରବଙ୍କ ସହିତ ଭୈରବୀ ତାଙ୍କର ଦେବୀ ହିସାବରେ ବି ପୂଜା ପାଇଲେ। ଆଉ ତନ୍ତ୍ରିକ ସିମ୍ବଲସ, ତନ୍ତ୍ର ସାଧନାର ଯୋଉ ସିମ୍ବଲସ ଗୁଡ଼ିକ ଥିଲା, ସେଗୁଡ଼ିକ ବି ମନ୍ଦିରରେ ସ୍ଥାନ ପାଇଲା। ଏଇ ଆର ପ୍ରମୁଖ ଉଦାହରଣ ଦେଖିଲେ, ଆମେ ଯଦି ବୈତାଳ ମନ୍ଦିରକୁ ଦେଖିବା, ସେଥିରେ ମୁଖ୍ୟ ଦେବତା ହେଲେ ଚାମୁଣ୍ଡା। ଆଉ ଚାମୁଣ୍ଡାଙ୍କ ସହିତ ଲକୁଳିଶଙ୍କର ମୂର୍ତ୍ତି ଅଛି। ଆଉ ତା ସହିତ ଭୈରବ, ବୀରଭଦ୍ର, ଅମୋଘ ସିଦ୍ଧି, ଗଜନ୍ତକାରୀ, ଯୋଉମାନେ କି ତାନ୍ତ୍ରିକ ଦେବୀ, ତାଙ୍କର ବି ମୂର୍ତ୍ତି ଚାମୁଣ୍ଡା ବୈତାଳ ମନ୍ଦିରରେ ସ୍ଥାନ ପାଇଛି। ବୈତାଳ ମନ୍ଦିର ପାଖରେ ଗୋଟେ ଶିଶିରେଶ୍ୱର ମନ୍ଦିର ଅଛି, ଯୋଉଥିରେ କି ବୁଦ୍ଧଙ୍କର ତାନ୍ତ୍ରିକ ଇମେଜ, ଅମୋଘ ସିଦ୍ଧି, ଅରଲୋକିତେଶ୍ୱର, କୁବେର, ଏମାନଙ୍କର ମୂର୍ତ୍ତି ଅଛି। ଏଇଥିରୁ ଦର୍ଶାଉଛି ଯେ କେବଳ ଶିବ ପୂଜା ନୁହଁ, ଶିବଙ୍କ ସହିତ ଶକ୍ତିର ବି ପୂଜା କରାହଉଥିଲା, ତାଙ୍କ ସହିତ ବୁଦ୍ଧଙ୍କର ବି ପୂଜା କରାହଉଥିଲା। ତିନୋଟି ଯାକ ରିଲିଜନ ବା ଏକାଠି ବଢୁଥିଲା। ଭୌମକର ଡାଇନେଷ୍ଟି 8 ରୁ 10th ସେଞ୍ଚୁରୀ ବେଶୀ। ସେତେବେଳେ ବହୁତ ଗୁଡେ ମନ୍ଦିର ତିଆରି କରାଯାଇଥିଲା, ଯେମିତି ପରଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଆଉ ନଟରାଜ ସେତେବେଳେ ଦେଖାଦେଲେ ଶିବ ମନ୍ଦିରରେ। ଆଉ ମନ୍ଦିରରେ ବହୁତ ବାହାରେ, ମନ୍ଦିରର ଯୋଉ ଆଉଟର ୱାଲ, ସେଥିରେ ବହୁତ ଗୁଡେ କାରୁକାର୍ଯ୍ୟ କରାଗଲା, ଯୋଉଥିରେ କି ଶିବଙ୍କର ବହୁତ ରୂପଙ୍କର ବର୍ଣ୍ଣନା କରାଗଲା, ତାଙ୍କର ଷ୍ଟୋରିଜ ଉପରେ କାମ କରାଗଲା, ଏସବୁ କରାଗଲା। ଆଉ ମଠ ବି ବହୁତ ବଢି ଉଠିଲା। ସେତେବେଳେ ପାଶୁପାତ ସେକ୍ଟ ଯୋଉଟା ଥିଲା, ପାଶୁପାତ ସମ୍ପ୍ରଦାୟ,
ସେମାନଙ୍କର ପ୍ରମୁଖ ଭୂମିକା ବି ଥିଲା। ତାଙ୍କର ଗୋଟିଏ ଭୂମିକା ଥିଲା ଯେ ତାଙ୍କର ବହୁତ ଗୁଡେ ଗୁରୁ ଥିଲେ। ସୋ ତାଙ୍କର ଗୋଟେ ଇଏ ଥିଲା ଯେ ଜଣେ ଗୁରୁ ମଲା ମାନେ ସେ ଗୁରୁଙ୍କ ନାଁରେ ଗୋଟେ ଶିବଲିଙ୍ଗ ସେମାନେ ସ୍ଥାପନା କରୁଥିଲେ। ସୋ ଏଇ କନସେପ୍ଟରେ ଭୁବନେଶ୍ୱର ଆଖପାଖରେ ବହୁତ ଗୁଡେ ଶିବ ମନ୍ଦିର ଗଢି ଉଠିଲା। ଆଉ ସେ ଗୁରୁଙ୍କ ନାଁ ଯାହା ଥିଲା ତାଙ୍କ ସହିତ ଈଶ୍ୱର ଲଗେଇ ସେମାନେ ତାକୁ ଶିବ ମନ୍ଦିର ହିସାବରେ ପୂଜା କରୁଥିଲେ। ଆଉ କଳିଙ୍ଗ ଆର୍କିଟେକ୍ଚର ବି ଡେଭଲପମେଣ୍ଟ ସେଇ ଟାଇମରେ ହେଇଥିଲା। ମୋଟ ଉପରେ କହିବାକୁ ଗଲେ ଶୈବ ସାଧନା, ତନ୍ତ୍ରିକ ସାଧନା ଆଉ ଆଦିବାସୀ ସମ୍ପ୍ରଦାୟର ଯୋଉ ପୂଜା ପଦ୍ଧତିର ମିଶ୍ରଣରେ ଗୋଟିଏ ନୂଆ ପୂଜା ପଦ୍ଧତିର ସୃଷ୍ଟି ହୋଇଥିଲା ଆଉ ସେଇ ଅନୁସାରେ ଶିବଙ୍କର ପୂଜା କରାଯାଉଥିଲା। ତାପରେ ଆସିଲେ ସୋମବଂଶୀ, ଯୋଉଟା କି 9th ରୁ 12th ସେଞ୍ଚୁରୀ, ଯୋଉଟା କି ଆମେ ଗୋଲ୍ଡେନ ଏଜ ବୋଲି କହୁଛୁ, ସ୍ୱର୍ଣ୍ଣ ଯୁଗ ବୋଲି କହୁଛୁ, ଯୋଉଥିରେ କି ଶିବଙ୍କ ସହିତ ଅନ୍ୟାନ୍ୟ ଦେବଦେବୀଙ୍କର ସ୍ଥାନ ପାଇଲେ, ସେମାନେ ମନ୍ଦିରରେ ସ୍ଥାନ ପାଇଲେ। ଏଇ ଯୋଉ ଫଟୋଟି ଦେଖା ହେଇଛି ଶିବ ଆଉ ବିଷ୍ଣୁ, ହରି ଆଉ ହର ଦି ଜଣଙ୍କର ଫଟୋ ଦେଖା ହେଇଛି। ସୋ ସେଇ ଉପରେ ବହୁତ ଗୁଡେ ମନ୍ଦିର ଗଢି ଉଠିଥିଲା। ଆଉ ସୋମବଂଶୀ ବେଳେ ବାହାର କାରୁକାର୍ଯ୍ୟ ସହିତ ଭିତର କାରୁକାର୍ଯ୍ୟ ବି ହେଲା। ଆଉ ସେତେବେଳେ ଶିବଙ୍କ ସହିତ ତାଙ୍କ ପରିବାର ବର୍ଗ ଯେମିତିକି ପାର୍ବତୀ ହେଲେ, ଗଣେଶ ହେଲେ, କାର୍ତ୍ତିକ ହେଲେ, ତାଙ୍କର ବି ମୂର୍ତ୍ତି ଶିବ ମନ୍ଦିରରେ ସ୍ଥାପନ ପାଇଲା। ଆଉ ସନ୍ନ୍ୟାସୀ ମାନେ ଜାଗା ଜାଗାରେ ମଠ କରି ଶିବ ଫିଲୋସଫି, ଦାର୍ଶନିକ ତତ୍ତ୍ୱର ପ୍ରଚାର ପ୍ରସାର ବି କଲେ। ତାପରେ ଆମେ ଆସିବା ଗଙ୍ଗବଂଶ, ପୂର୍ବ ଗଙ୍ଗବଂଶକୁ, 11th ରୁ 15th ସେଞ୍ଚୁରୀ। ଯଦିଓ ସେମାନେ ମୂଳରୁ ଶୈବ ଭକ୍ତ ଥିଲେ, କିନ୍ତୁ କଳିଙ୍ଗକୁ ଆସିଲା ପରେ ସେମାନେ ଧୀରେ ଧୀରେ ଜଗନ୍ନାଥ ମନ୍ଦିରର ସଂସ୍ପର୍ଶ ଆସି ସେମାନେ ବୈଷ୍ଣବଜୀବ ହେଲେ ଆଉ ଧୀରେ ଧୀରେ ବିଷ୍ଣୁଙ୍କର ପ୍ରଚାର ପ୍ରସାର କଲେ। କିନ୍ତୁ ଶିବ ଯୋଉଠି ବି ବିଷ୍ଣୁ ମନ୍ଦିର କଲେ ସେଇଠି ଶିବ ମନ୍ଦିର ବି କଲେ। ସୋ ଶିବଙ୍କର ଇମ୍ପୋର୍ଟାନ୍ସ ରହିଲା, ତା ସହିତ ବୈଷ୍ଣବଜୀବ ଧୀରେ ଧୀରେ ଆଗକୁ ଚାଲିଲା। ଏଇଟା କାହିଁକି ହେଲା ନା ସାମାଜିକ ସମାଜକୁ ଆମେ ଦେଖିଲେ ବ୍ରାହ୍ମଣ ମାନଙ୍କର କର୍ତ୍ତୃତ୍ୱ ସେମାନେ ଜାହିର କରିବା ପାଇଁ ସେମାନେ ଦେଖିଲେ ଯେ ଏ ଶିବ ପୂଜା ତ ଯିଏ ନାହିଁ ସିଏ କରିପାରୁଛନ୍ତି, ତେଣୁ ଆମେ କଣ କରିବା, ତେଣୁ ଧୀରେ ଧୀରେ ବୈଷ୍ଣବୀଜୀଙ୍କ ପ୍ରତି, ବିଷ୍ଣୁ ପୂଜା ପ୍ରତି ସେମାନେ ଗଲେ। ଆଉ ବୈଦିକ ମନ୍ତ୍ର, ସାଂସ୍କ୍ରିଟ ମନ୍ତ୍ରରେ ତାଙ୍କୁ ପୂଜା କଲେ, ସଂସ୍କୃତରେ, ଯୋଉଟା କି ନର୍ମାଲ କମନ ଲୋକମାନେ, ସାଧାରଣ ଲୋକମାନେ ବୁଝିପାରିଲେନି। ଆଉ ସେମାନେ ତାଙ୍କୁ ବିଷ୍ଣୁ ମନ୍ତ୍ର, ବିଷ୍ଣୁ ପୂଜା ପ୍ରତି ଉତ୍ସାହିତ କଲେ, କିନ୍ତୁ ସେତେଟା ପ୍ରସାର ପ୍ରସାର ହେଇପାରିଲାନି। ଶିବ ମନ୍ଦିରର ଇମ୍ପୋର୍ଟାନ୍ସ ରହିଲା। ଆମେ ଏବେ ବି ଯେକୌଣସି ଗାଁକୁ ଗଲେ ବିଷ୍ଣୁ ମନ୍ଦିର ନଥାଇପାରେ, କିନ୍ତୁ ଶିବ ମନ୍ଦିର ଯେମିତି ହେଲେ ପାଇବା। ସୋ ପ୍ରତି ଗାଁ, ପ୍ରତି ବସ୍ତିରେ ଶିବ ମନ୍ଦିରର ଇମ୍ପୋର୍ଟାନ୍ସ ରହିଛି ଆଉ ଆଗକୁ ବି ରହିଥିବ। ସେ ସମୟରେ ଆଗରୁ ବି ନଟରାଜ, ଭୈରବ, ଅର୍ଦ୍ଧନାରୀଶ୍ୱରଙ୍କର ଥିଲା, କିନ୍ତୁ ଏଇ ସମୟରେ ତାଙ୍କର ମୂର୍ତ୍ତି ଅଲଗା ଅଲଗା ମନ୍ଦିର ଗଢି ଉଠିଲା, ଯୋଉଟା କି ସେ ସମୟରେ ସେମାନେ ପାର୍ଶ୍ୱ ଦେବତା ହିସାବରେ ଥିଲେ। ବର୍ତ୍ତମାନ ଇଷ୍ଟର୍ଣ୍ଣ ଗଙ୍ଗ ପିରିୟଡରେ ଭୈରବ ମନ୍ଦିର, ଅର୍ଦ୍ଧନାରୀଶ୍ୱର ମନ୍ଦିର, ଯୋଉଥିରେ କି କେବଳ
ଶିବଲିଙ୍ଗ ନଥିଲେ କେବଳ ଅର୍ଦ୍ଧନାରୀଶ୍ୱର ମୂର୍ତ୍ତି, କେବଳ ଭୈରବ ମୂର୍ତ୍ତି, ତାଙ୍କ ସହିତ ମେ ବି ଭୈରବୀ ମୂର୍ତ୍ତି, ଏଇସବୁ ଉପରେ ପଡ଼ିଥିଲା। ତା ସହିତ ବରାହ ମନ୍ଦିର ବି, ବରାଇ ଯୋଉଟା କି ବିଷ୍ଣୁ ମନ୍ଦିର ବି ହେଲା। ବର୍ତ୍ତମାନ ଏଇ ସମୟରେ ମୁଁ ବିନ୍ଦୁସାଗର, ଆମେ ଯଦି ପୁରୁଣା ଭୁବନେଶ୍ୱରରେ ବିନ୍ଦୁସାଗରକୁ ଯିବା, ବିନ୍ଦୁସାଗର ଚାରିପଟେ ଆମେ ଦେଖିବା ବିଷ୍ଣୁ ମନ୍ଦିର ଅଛି, ତା ଚାରିପଟେ ଦେବୀ ମନ୍ଦିର ଚାରି ଦିଗରେ ଅଛି, ଆଉ ଶିବ ମନ୍ଦିର ଅଛି। ସେଠିରେ ଗୋଟିଏ ଶିବ ମନ୍ଦିର ହେଉଛି ମାର୍କଣ୍ଡେଶ୍ୱର ମନ୍ଦିର। ମାର୍କଣ୍ଡେଶ୍ୱର ମନ୍ଦିରରେ ଦେଖିବାକୁ ମିଳୁଛି ଯେ ଶିବ ଲିଙ୍ଗ ସାମ୍ନାରେ ବ୍ରହ୍ମା ଆଉ ବିଷ୍ଣୁ ଦି ଜଣ ଯୋଡ଼ ହସ୍ତରେ ଛିଡ଼ା ହେଇଛନ୍ତି। ଏଇଥିରୁ ଦର୍ଶାଉଛି ଯେ ମାନେ ସେଇ ପିରିୟଡରେ ବ୍ରହ୍ମା ବିଷ୍ଣୁଙ୍କଠୁ ବି ଶିବ ବଡ଼ ବୋଲି ଦର୍ଶାଯାଇଛି, ଯେ ସିଏ ମହାଦେବ, ଏଇଟା ଦର୍ଶାଇବା ପାଇଁ ସେଇ ସମୟରେ ଚେଷ୍ଟା କରାଯାଇଥିଲା। ଆଉ ଏଇ ସମୟରେ ଯୋଉ ରାଜା ରାଣୀ ଏମାନେ ସବୁ ଥିଲେ, ସେମାନେ ଅଲଗା ଶିବ ସନ୍ନ୍ୟାସୀ ମାନଙ୍କୁ ଡାକି ତାଙ୍କୁ ଜମି ଦେଇ ଗାଁ ଦେଇ ବସଉଥିଲେ, ସେମାନଙ୍କୁ ଉତ୍ସାହିତ କରୁଥିଲେ ଧର୍ମଗ୍ରନ୍ଥ ଲେଖିବା ପାଇଁ, ପୁରାଣ ଲେଖିବା ପାଇଁ, ଭଜନ ଲେଖିବା ପାଇଁ। ଆଉ ମନ୍ଦିର ଯେମିତି ଉମା ମହେଶ୍ୱର ମନ୍ଦିର ବି ଚମନ ମନ୍ତ୍ରୀ ପ୍ରତିମା ଦେବୀ କରିଥିଲେ। ଏମିତି ବହୁତ ଜାଗାରେ ମନ୍ଦିରର ପ୍ରସାର ଗଢ଼ି ଉଠିଲା। ଆଉ ତାପରେ ଆମେ ଆସିବା କଲୋନିଆଲ ଏରା। କଲୋନିଆଲ ଦେଖିନି, ଆଚ୍ଛା। ତାପରେ ଆମେ ଆସିବା ବ୍ରିଟିଶ କଲୋନିଆଲ ଏରାକୁ, ଯୋଉ ସମୟରେ ଆଉ ମନ୍ଦିରର ପ୍ରସାର ଆଉ ଘଟିଲାନି, କାହିଁକି ନା ମନ୍ଦିର ଉପରେ ଟ୍ୟାକ୍ସ ଲଗେଇଦେଲେ ବ୍ରିଟିଶ ଗଭର୍ଣମେଣ୍ଟ। ମନ୍ଦିରର ଇନକମ୍ କମିଗଲା, ଆୟ କମିଗଲା, ଭୋଗ ଲଗେଇବା ପାଇଁ ପଇସାର ଅଭାବ ହେଲା, ତେଣୁ ଖାଲି ପୂଜା ହେଲା। ଆଉ କିଛିଟା ପ୍ରମୁଖ ମନ୍ଦିର ପାଇଁ କିଛି ଅର୍ଥ ବରାଦ କଲେ, ତାର ମରାମତି ହେଇପାରିଲା, କିନ୍ତୁ ପୁରାତନ ମନ୍ଦିର ସବୁ ଗୁଡ଼ିକର ମନ୍ଦିର ମରାମତି ପାଇଁ ବି ଅର୍ଥ ନଥିଲା। ତେଣୁ ଧୀରେ ଧୀରେ ସେ ମନ୍ଦିର ଗୁଡ଼ିକ ଭାଙ୍ଗି ରୁଜି ଗଲା। ଆଉ ଅଲଗା ଜିନିଷ ଯେପରିକି ଅଲଗା ମନୁମେଣ୍ଟସ୍ ଗୁଡ଼ିକ ଆସିଲା ବ୍ରିଟିଶ କଲୋନିଆଲ ପିରିୟଡରେ, କିନ୍ତୁ ଶିବ ମନ୍ଦିରର ଇମ୍ପୋର୍ଟାନ୍ସ କେବେ ବି ହଜିନି କି ଆଗକୁ ବି ହଜିବନି। ଆଉ କାରଣ ଯୋଉ ସରଳ ପୂଜା ପଦ୍ଧତି ଲୋକଙ୍କୁ ଶିବଙ୍କୁ ଗୋଟେ ପ୍ରମୁଖ ଦେବତା ହିସାବରେ, ନିଜର ପ୍ରୋଟେକ୍ସନ, ନିଜର ରକ୍ଷାକର୍ତ୍ତା ହିସାବରେ ଦେଖିବା ପାଇଁ ସୁଯୋଗ ଦେଇଛି। ଆଉ ଏତିକି କହି ମୁଁ ମୋର ଆଜିର ବକ୍ତବ୍ୟ ବନ୍ଦ କରୁଛି। ଧନ୍ୟବାଦ। ଧନ୍ୟବାଦ ଶୁଭେନ୍ଦ୍ର ବାବୁ। ଆଉ ବର୍ତ୍ତମାନ ଆମେ ଆମର କ୍ୱେଶ୍ଚନ୍ ଆନ୍ସର୍ କି ଡିସ୍କସନ୍ ସେସନ୍ ଆରମ୍ଭ କରିପାରିବା। ଆପଣମାନେ ନିଜର ଭିଡ଼ିଓ ଅନ୍ କରିକି ବକ୍ତାଙ୍କ ସହିତ କଥାବାର୍ତ୍ତା ହୋଇପାରନ୍ତି। ଡକ୍ଟର ଇନ୍ଦ୍ରମଣି ଜେନା ସାର୍ଙ୍କର ଭିଡ଼ିଓ ଅନ୍ ଦେଖୁଛି, କୁହନ୍ତୁ। ଆଜି ବହୁତ ସୁନ୍ଦର ଆଲୋଚନା ହେଲା। ଏଥିରେ ଆମେ ଶିବ ପୂଜା କରିବା ପ୍ରଥମରୁ ପ୍ରାକ୍ ଐତିହାସିକ ଯୁଗରୁ ଆଜି ପର୍ଯ୍ୟନ୍ତ ସବୁ ପୂଜା ପଦ୍ଧତି ବିଷୟ
ପଣ୍ଡା ବାବୁ ବହୁତ ଡିଟେଲ ଭାବରେ କହିଲେ, ସେଇଟା ଆମର ୟୁଜଫୁଲ ଜିନିଷ। ବାକି ଇତିହାସରେ ବହୁତ ଗୁଡେ ଜିନିଷ, ପ୍ରତି ରାଜା ଯେତେବେଳେ ଶାସନ କରିଛନ୍ତି ଓଡ଼ିଶାରେ, ସେ ସମୟରେ ସେମାନେ ଯୋଉ ସବୁ କାର୍ଯ୍ୟ କରିଛନ୍ତି, ସେ ଅନୁସାରେ ବହୁତ ସମୟରେ ସେମାନେ ଯୋଉ ଧର୍ମ ଆଦରିଛନ୍ତି, ସେ ଅନୁସାରେ ଆମର ଶିବ ଶୈବିଜିମ ଓଡ଼ିଶାରେ ସେଇ ଅନୁସାରେ ଆଫେକ୍ଟେଡ ହେଇଛି। ଆଉ ସେ ଯୋଉ ମନ୍ଦିର କଥା କହୁଥିଲେ ଭୁବନେଶ୍ୱରରେ, ସେଇଟା ଭାରତୀ ମଠ, ଯୋଉ ସେଇଟା ଗୋଟେ ପାଶୁପତ ମଠ, ଯୋଉଠିକି ପ୍ରତି ମହନ୍ତ କିମ୍ବା ପ୍ରତି ଲୋକ ମରିଗଲେ ଗୋଟେ ତାଙ୍କ ପାଇଁ ଗୋଟେ ଲିଙ୍ଗ କରାଯାଏ, ଛୋଟ ମାଙ୍କଡା ପଥରରେ ଲିଙ୍ଗଟେ କରାଯାଏ। ଏମିତି ହେଇକି ଭୁବନେଶ୍ୱରରେ କୁଆଡେ 1/10 ମିଲିୟନ ଶିବଲିଙ୍ଗ ଅଛି, କାହିଁକିନା ପ୍ରତି ପାଶୁପତ ମଠରେ ଏଇ ରକମ କରାହେଇଛି। ଆଉ ଗୋଟେ ଜିନିଷ ମୁଁ କହିବାକୁ ଚାହେଁ ଯେ ଆମ ଓଡ଼ିଶାରେ ଜୈନ ଧର୍ମ ବହୁତ ଥିଲା, ବହୁତ ବର୍ଷ ପର୍ଯ୍ୟନ୍ତ, ଖାରବେଳଙ୍କ ସମୟରେ, ଖ୍ରୀଷ୍ଟପୂର୍ବ 100 ମସିହାରେ। ଆମର କଳିଙ୍ଗ ଜିନ୍ ଯିଏ ହଉଛନ୍ତି ଋଷଭନାଥ ଜୈନ ଧର୍ମର, ସିଏ ହିଁ ଶିବ, କାହିଁକି ନା ତାଙ୍କର ସେ କୈଳାସରୁ ଆସିଛନ୍ତି, ତାଙ୍କ ତାଙ୍କ ବାହନ ବି ଋଷଭନାଥ, ଯିଏ ପ୍ରଥମ ତୀର୍ଥଙ୍କର, ସିଏ ବି ଶିବ, ଆଉ ସିଏ ହଉଛନ୍ତି ତାଙ୍କର ପ୍ରଥମ ଦେବତା। ଆମର ଇଏ ହଉଛନ୍ତି ବି ପ୍ରଥମ ଦେବତା। ଆଉ ଯୋଉ ମନ୍ଦିର କଥା କହିଲେ ବିନ୍ଦୁସାଗରରେ, ସେ ବିନ୍ଦୁସାଗର ମନ୍ଦିରଟା ମାର୍କଣ୍ଡେଶ୍ୱର ମନ୍ଦିର, ସେଥିରେ ଶିବଙ୍କୁ ବ୍ରହ୍ମା ଆଉ ବିଷ୍ଣୁ ନମସ୍କାର କରୁଛନ୍ତି, ସେଥିରେ ଶିବଙ୍କର ପ୍ରାଧାନ୍ୟ ରହିଛି। ଶିବଙ୍କ ସୋମବଂଶୀ ମାନେ ଶିବକୁ ବହୁତ ପ୍ରାଧାନ୍ୟ ଦଉଥିଲେ। ତାପରେ ଯେତେବେଳେ ଗଙ୍ଗବଂଶ ଆସିଗଲେ କି ଗଜପତି ଆସିଗଲେ, ସେତେବେଳେ ପ୍ରାଧାନ୍ୟ ବୈଷ୍ଣବ ଆଡ଼ିକି ପଳେଇଲା, ସେମାନେ ପୁରୀରେ ମନ୍ଦିର ତିଆରି କଲେ, କିନ୍ତୁ ଲିଙ୍ଗରାଜ ମନ୍ଦିରକୁ ସେତେବେଳେ ହରିହର କରିଦେଲେ। ଲିଙ୍ଗରାଜର ଚୂଡା, ସେଇଟା ଚକ୍ର ନୁହେଁ, ତାଙ୍କର ପୂଜା ବେଲପତ୍ର ତୁଳସୀ ପତ୍ର ମିଶିକି ହବ। ତେଣୁ ଓଡ଼ିଶାରେ ଏଇ କଲଚରାଲି ଗୁପ୍ତ ଯୁଗ ପରଠୁ ଶିବଙ୍କର ଆବିର୍ଭାବ ହେଇଛି। ତାପରେ ସେ ଶୈବଜିମର ସବୁ 4ଟା ଯାକ ୱିଙ୍ଗ ଭୌମକର ଅମଳରେ ପ୍ରତିଷ୍ଠିତ ହେଇଛି। ଏବଂ ସୋମବଂଶୀ ମାନେ, ସୋମଟା ତ ବୁଦ୍ଧଙ୍କୁ ଶିବଙ୍କୁ ବୁଝାଏ, ସେମାନଙ୍କ ବେଳେ ବେଶୀ ପ୍ରମିନେଣ୍ଟ ହେଇଛି। ଆଉ ଗଙ୍ଗବଂଶ କିଛି କରିନାହାନ୍ତି ବିଶେଷ, କିନ୍ତୁ ସେମାନେ ବିଷ୍ଣୁ ଭକ୍ତରେ ଯାଇଛନ୍ତି, ଶିବ ଯେମିତି ଥିଲେ ସେମିତି ରହିଛନ୍ତି। ପରେ ଆମ ମନ୍ଦିର ଗୁଡାକ ସବୁ ଆଉ ରାଜା ନାହାନ୍ତି କିଏ ତିଆରି କରିବେ, ଏଇଭଳିଆ ଷ୍ଟେଟରେ ଆମର ଶୈବିଜିମ ଓଡ଼ିଶାର ଅଛି। ଏଇଟା ମୋର ସାଧାରଣ ଜ୍ଞାନ। ଧନ୍ୟବାଦ। ମୁଁ କେତେ ବଞ୍ଚେଇ ପାରିବି କି? ହ୍ୟାଲୋ ହ୍ୟାଲୋ, ଶୁଭେନ୍ଦ୍ର ବାବୁ ନମସ୍କାର। ଆଜ୍ଞା। ହଁ, ଏଇ ଯୋଉ ଆମର ଯୋଉ 3ଟା ଇଏ ଅଛି, ଶୈବଜିମ୍, ବିଷ୍ଣୁଜିମ୍ ଆଉ ଇଏ ଶକ୍ତି, ହଁ। ଯୋଉ ଆମ ଶିବ ଆରାଧନା ଟା, ସେଟା କଣ କେବେ ଆରମ୍ଭ ହେଇଥିଲା, କାହିଁକି ଆରମ୍ଭ ହେଇଥିଲା, କାହିଁକି ଆରମ୍ଭ ହେଇଥିଲା? ମାନେ ସନାତନ ଧର୍ମ ମାନେ ଆମକୁ କାହିଁ ଗୋଟିଏ ଦେବତା କାହିଁକି ନାହାନ୍ତି? ଆଚ୍ଛା। ଆଚ୍ଛା, ମାନେ ମୁଁ ଶୁଣିଛି ଇଟ୍ ୱାଜ ପ୍ରୋଟେଷ୍ଟ ଏଗେନଷ୍ଟ ଡୋମିନେନ୍ସ ଅଫ ସମ୍ ଅପର କାଷ୍ଟ ପିପୁଲ, ସେଥିପାଇଁ ନାଇଁ, ଯୋଉଟା ମାନେ କି ମୁଁ କହିସାରିଛି ଆଗରୁ ବି ବକ୍ତବ୍ୟ ସମୟରେ, ଯେ ଅନ୍ୟ ଦେବତାଙ୍କର ଯୋଉ ପୂଜା ପଦ୍ଧତି ଯୋଉ ରହିଛି, ସେଇଟା ମୋଷ୍ଟଲି ବେଦିକ ପ୍ରିନ୍ସିପଲ, ମାନେ ବେଦ ଅନୁସାରେ କରାଯାଇଛି। ବେଦର ମନ୍ତ୍ର ସାହାଯ୍ୟରେ ପୂଜା କରାହଉଛି। ଆଉ ସେଥିରେ ବ୍ରାହ୍ମଣଙ୍କର ଇମ୍ପୋର୍ଟାନ୍ସ ରହିଛି, ସେମାନେ ହିଁ ପୂଜା କରିବେ, ହେଲା। ମନ୍ତ୍ର ପାଠ ସେମାନେ କରିବେ, ମନ୍ଦିରରେ ଯାହା ବି କରିବେ। କିନ୍ତୁ ଶିବ ପୂଜା ଜଣେ ବ୍ରାହ୍ମଣ ବି କରିପାରିବ, ଜଣେ ଶବର ବି କରିପାରିବ, ଜଣେ କନ୍ଧ କରିପାରିବ, କେହି ବି କରିପାରିବେ। ତ ସେଇଥିପାଇଁ କମନ ମ୍ୟାନ୍, ଯୋଉଟା ସାଧାରଣ ଲୋକ,
ସେମାନଙ୍କର ଆସେସ୍ ରହିଲା, ଯୋଉଟା କି ମାନେ ସେମାନେ ଏଇଟାକୁ ଇଜିଲି ଗ୍ରହଣ କରିପାରିଲେ ଯେ ହଁ ଇଏ ହେଲେ ଆମର ଦେବତା, ଆମ ସହିତ ଇଏ ରହୁଛନ୍ତି, ଆମ କଥା ଶୁଣୁଛନ୍ତି, ଆମେ ତାଙ୍କୁ ଯେତେବେଳେ ଇଚ୍ଛା ଡାକିପାରିବୁ। ସୋ ସେଇ ଅନୁସାରେ ସେମାନେ ଶିବଙ୍କୁ ବେଶୀ ଭଲ ପାଇଲେ। ଇଏ ନୁହଁ ଯେ ଅନ୍ୟମାନଙ୍କୁ ନେଗ୍ଲେକ୍ଟ କଲେ ବା କିନ୍ତୁ ତାଙ୍କ ଅପେକ୍ଷା ଆଙ୍କର ପ୍ରାଧାନ୍ୟ ରହିଲା। ଠିକ କହିଲେ। କାହିଁ ମାନେ ଏଠି ଆମର ରାଉଳ ମାନେ ମାନେ ବ୍ରାହ୍ମଣ ପୂଜା କରନ୍ତିନି ପ୍ରାୟ। ହୁଁ। ହଁ ଆଉ ଶିବ ମନ୍ଦିର ମାନଙ୍କରେ ରାଉଳ ଗୋଟେ ସମ୍ପ୍ରଦାୟର ଗୋଷ୍ଠୀ ଅଛନ୍ତି, ରାଉଳ ମାନେ କରନ୍ତି। ହଁ, ଆଉ ଏଟା ଗୋଟେ ପ୍ରୋଟେଷ୍ଟ ମାନେ ମୁଁ କେତେ ଜଣଠୁ ଶୁଣିଛି ଯେ ଆର୍ଯ୍ୟ ଆଉ ଦ୍ରାବିଡ ମାନଙ୍କ ଭିତରେ ଜଷ୍ଟ ମାନେ ଗୋଟେ ଡିଫରେନ୍ସିଏଟ ହେଲା, ଯୋଉଦ୍ୱାରା କି ମାନେ ବିଷ୍ଣୁ ପୂଜା କଲେ, ମାନେ ଶିବ ଶିବ ପୂଜା କଲେ। ଆଉ ଶିବ ପୂଜାର ମାନେ ସିମ୍ପଲିସିଟି, ଆପଣ ଯେମିତି କହିଲେ ସିମ୍ପଲିସିଟି, ମାନେ ଆପଣ ଏଲାବୋରେଟ ରିଚୁଆଲ୍ସ କିଛି ନାହିଁ। ଆପଣ ପାଣି ଛୋଟ ଢାଳରେ ପାଣି ନେଲେ, ଢାଳିଲେ, ନମସ୍କାର କରି ଆସିଲେ। କିନ୍ତୁ ବିଷ୍ଣୁ ପୂଜା କରିବାକୁ ଗଲେ ବିଭିନ୍ନ ପ୍ରକାର ତୁଳସୀ ପତ୍ର ନେବେ, ଇଏ ନେବେ, ନଡିଆ ନେବେ, ବିଭିନ୍ନ ପ୍ରକାର ନେବେ। କିନ୍ତୁ ଯେକୌଣସି ଭାବରେ ଆମେ ପୂଜା କରିପାରିବା ଆମ ଶିବଙ୍କୁ। ଠିକ। ଆଉ ଆଉ ଗୋଟେ ମୁଁ ଭୁଲିଗଲି କହିବା ପାଇଁ, ଓଡ଼ିଶାରେ ଆଉ ଗୋଟିଏ ବି ଶିବ ସେଟ୍ ଦେଖାଯାଏ, ପର୍ଟିକୁଲାରଲି ୱେଷ୍ଟର୍ଣ୍ଣ ଓଡ଼ିଶାରେ, ପଶ୍ଚିମ ଓଡ଼ିଶାରେ। ସେ ହେଲେ ମତ୍ତମୟୂର ସେଟ୍। କିନ୍ତୁ ତାଙ୍କର ପୂଜା ପଦ୍ଧତି କାହା ଉପରେ ବେଶ କରୁଛି ମୁଁ ବି ଏତେଟା ପାଇନି, ଯୋଉଟା କି ସେମାନେ ଚାଲୁକ୍ୟ ଆଉ ପ୍ରତିହାର ରାଜବଂଶର ସହାୟତାରେ ସେମାନେ ଆସିଥିଲେ। ଆଉ ଏମପିରୁ ପର୍ଟିକୁଲାରଲି ଏମପିରେ ଗୋଟେ ଜାଗା ଅଛି କାଡ କାଡାୱା ବୋଲି, ବର୍ତ୍ତମାନ ସେଇଠୁ ସେ ସେକ୍ଟର ଆରମ୍ଭ ହୋଇଥିଲା। ସେମାନେ ଶିବଙ୍କ ପୂଜା କରୁଥିଲେ, ମେନଲି ଶିବଙ୍କର ଶୈବ ପ୍ରାକ୍ଟିସେସ୍ ଆଉ ଟ୍ରାଡିସନ୍ସ ଉପରେ ବେଶୀ ଦଉଥିଲେ, ଆଉ ବେଦିକ ସିଷ୍ଟମକୁ ସେମାନେ ବେଦ ଉପରେ ପ୍ରାଧାନ୍ୟ ଦଉଥିଲେ। ସୋ ଏବେ ବି ସେଇ ସେକ୍ଟ କିଛିଟା ୱେଷ୍ଟର୍ଣ୍ଣ ଓଡ଼ିଶା ସହିତ ମହେନ୍ଦ୍ରଗିରିରେ ବି ଦେଖା ଯାଉଛନ୍ତି, ଆଉ କଳିଙ୍ଗର କିଛି ଅଲଗା ପାର୍ଟରେ ବି ଦେଖାଯାଉଛନ୍ତି ମତ୍ତମୟୂର ସେକ୍ଟ। ମହେନ୍ଦ୍ରଗିରି ପାଖରେ ଅଛନ୍ତି। ହଁ। ଓହୋ। ଅ, ବର୍ତ୍ତମାନ ମୁଁ ଧନଞ୍ଜୟ ଭଞ୍ଜ ସାର୍ଙ୍କର ହ୍ୟାଣ୍ଡ ରେଜ୍ ବଟନ୍ ଦେଖୁଛି। ସାର୍ ଦୟାକରି ଆପଣ ଅଡ଼ିଓ ଭିଡ଼ିଓ ଅନ୍ କରି କଥା ହୁଅନ୍ତୁ। ଆକ୍ଚୁଆଲି ବହୁତ ଭଲ ହେଲା, ବହୁତ ନୂଆ ନୂଆ କଥା ଶିଖିବାକୁ ମିଳିଲା। ଯୋଉ ପଟ୍ଟନାୟକ ସାର୍ କହୁଥିଲେ, ଅମୂଲ୍ୟ ପଟ୍ଟନାୟକ ସାର୍ ଶୈବ ଜିମ୍, ବୈଷ୍ଣବ ଜିମ୍, ଶାକ୍ତ, ତା ସହିତ ଆଉ ଦିଟା ଜିମ୍ ଅଛି। ଗୋଟେ ଯେମିତି ଗୋଟେ ଶ୍ଲୋକ ଅଛି, ଗଣି ନାରାୟଣୀ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନ ଭିନ୍ନ ନ କର୍ତ୍ତବ୍ୟ ପଞ୍ଚଦେବ ନମସ୍ତୁତେ। ତ उसमें ଗୋଟେ ଶୌର୍ୟ ସୂର୍ଯ୍ୟ ଉପାସକ, ଆଉ ଗୋଟେ ଗାଣପତ୍ୟ ଗଣେଶ। ତ ଯାହା ହଉ ବହୁତ ଭଲ ହେଇଛି। ମୁଁ ଗୋଟେ କଥା ଜାଣିବାକୁ ଚାହୁଁଛି, ଶୈବ ଜିମ୍ରେ ଯୋଉ କୁମ୍ଭ ମେଳା ବର୍ତ୍ତମାନ ହବ ସଂକ୍ରାନ୍ତିରୁ, ସେଠିକି ଯୋଉ ଅଖାଡା ବାଲା ସବୁ ଆସୁଛନ୍ତି, ଜୁନା ଅଖାଡା, ଇଏ ଆଉ ମହାମଣ୍ଡଳେଶ୍ୱର, ମଣ୍ଡଳେଶ୍ୱର, ସେଥିରେ କିନ୍ନର ସମ୍ପ୍ରଦାୟ ମଧ୍ୟ ଯୋଡି ହେଇଯାଇଛନ୍ତି। ଏମାନଙ୍କୁ ମଧ୍ୟ ଗୋଟେ ମହାମଣ୍ଡଳେଶ୍ୱର ଉପାଧି ମିଳିଛି। ଏମାନେ ମଧ୍ୟ ଶୈବଜୀଙ୍କୁ ଫଲୋ କରନ୍ତି। ଓଡ଼ିଶାରେ ସେମିତି କିଛି କିନ୍ନର ସମାଜର ଶୈବଜୀଙ୍କୁ ଉପାସନା କଲା ଭଳି କିଛି ପ୍ରଥା ଥିଲା କି ଅଛି? କୋଉ କୋଉ ଏରିଆରେ, ଯେମିତି ବଲାଙ୍ଗୀର ପଟେ କି ହରିଶଙ୍କରରେ, ଢେଙ୍କାନାଳରେ, ଯୋଉଠି ଶିବ ମନ୍ଦିର ଫେମସ, ଲିଙ୍ଗରାଜ, ଲୋକନାଥ। ତ ଶୈବଜୀବୀରେ ମହାମଣ୍ଡଳେଶ୍ୱର ପରି, ଅଖାଡା ଗୁରୁ ପରି କିନ୍ନର ସମାଜର ଯାହା ଅବଦାନ ଅଛି ଉତ୍ତର ଭାରତରେ, ସେମିତି ଓଡ଼ିଶାରେ କିଛି ଅଛି କି? ହଁ, ଓଡ଼ିଶାରେ ବି ଅଛି। ଆଜ୍ଞା। କାହିଁକି ନା ଯେମିତି ମୁଁ କହିଲି ବି, ଶିବ କେବଳ ମାନେ ଆମର ଯୋଉ ବେଦରେ ଯୋଉ ପୁରୁଷ କଥା କୁହାହେଇଛି, ପୁରୁଷ କେବଳ ଜଣେ ମାନେ ନର୍ମାଲ ଆମେ ବୁଝୁଛୁ ଯେମିତି ମେଲ୍ ଆଜ୍ଞା। ପୁରୁଷ ଶକ୍ତି ନୁହଁ। ବେଦର ପୁରୁଷ ହଉଛନ୍ତି ସିଏ ସ୍ତ୍ରୀ ପୁରୁଷ, ମାନେ ସିଏ ହଉଛନ୍ତି ତା ଉପରେ, ଯିଏକି ହୁଁ। ଯାହାର କି ସୃଷ୍ଟି ସର୍ଜନା କରିବାର କ୍ଷମତା ଅଛି। ସିଏ ସେଥିପାଇଁ ସେଥିରୁ ଅର୍ଦ୍ଧନାରୀଶ୍ୱର କନସେପ୍ଟ ଯୋଉ ଆସିଲା, ମାନେ ଶିବଙ୍କର ଲିଙ୍ଗ ସହିତ ଯୋନି ବି ଅଛି। ସେ ଆଜ୍ଞା। ଆଉ କିନ୍ନର ସମ୍ପ୍ରଦାୟ, ସେମାନେ ନା ନିଜକୁ ପୁରୁଷ ଗଣନ୍ତି ନା ନିଜକୁ ସ୍ତ୍ରୀରେ ଗଣନ୍ତି। ସେମାନେ
ନିଜକୁ ନିଜର ତାର ଗୋଟେ ମିଶ୍ରଣର କରନ୍ତି। ଶିବ ବି ସେଇ ଭଳିଆ, ତେଣୁ ସେମାନେ ସେଥିପାଇଁ ଶିବକୁ ପ୍ରାଧାନ୍ୟ ଦିଅନ୍ତି, ଶିବ ପୂଜା କରନ୍ତି, ଶିବଙ୍କୁ ତାଙ୍କ ନିଜ ଗୁରୁ ହିସାବରେ ଭାବନ୍ତି। ନା ଓଡିଶାରେ ସେମିତି କିଛି ଅଛନ୍ତି କି, ତାଙ୍କ ଗ୍ରୁପ ଅଛି କି, ଦଳ ଅଛି କି? ହଁ, ଗ୍ରୁପ ଅଛି, ଆଚ୍ଛା। ହଁ ଓଡିଶାରେ ବି ସାର୍, ଗ୍ରୁପ, ଏଇଠି ଅଛ, ଭୁବନେଶ୍ୱରରେ ବି, ଏଇଠି ଅଛି ସାର୍। ଭୁବନେଶ୍ୱରରେ ବି ଗୋଟିଏ ଅଛି। ସେମାନେ ବାଣୀବିହାର ପାଖରେ ତାଙ୍କର ଗୋଟେ ମନ୍ଦିର ଅଛି ତାଙ୍କ କିନ୍ନ ସମ୍ପ୍ରଦାୟର। ଆଉ କଟକ ନାଇଁ, ଢେଙ୍କାନାଳରେ ବି ମୁଁ ଜାଣିଛି, ଢେଙ୍କାନାଳରେ ବି ଗୋଟେ ଅଛି। ହଉ। ଶ୍ରୀକାକୁଲମ ଜିଲ୍ଲାରେ ବି ଅଛନ୍ତି ସାର୍, ସେମାନେ ପୂଜା କରନ୍ତି ସେମାନେ। ମାନେ ଆଜ୍ଞା ଗୋଷ୍ଠୀ କିଛି ହଉ। ନାହିଁ, ମାନେ ଗୋଟେ 5 ଜଣ 10 ଜଣ, ଏମାନେ ପ୍ରାୟ ଶିବ ହିଁ ଆରାଧ୍ୟ ଦେବତା କିନ୍ନର ତାଙ୍କର ସମ୍ପ୍ରଦାୟର। ଆରାଧ୍ୟ ଦେବତା। ଶିବ ହିଁ ଆରାଧ୍ୟ ଆକ୍ଚୁଆଲି ଦେବତା ସାର୍। ଆକ୍ଚୁଆଲି ଯେତେବେଳେ ରାମଚନ୍ଦ୍ରଙ୍କର ବନବାସ ହେଇଥିଲା, ଅଯୋଧ୍ୟାର ସବୁ ନାଗରିକ ଯାଉଥିଲେ କାନ୍ଦି କାନ୍ଦିକିରି ନଦୀ କୂଳକୁ। ସେ ରାମଚନ୍ଦ୍ର ନଦୀ କୂଳରେ ବୁଝେଇଥିଲେ, ନାଇଁ ଆମକୁ ଯିବାକୁ ଦିଅ, ପିତୃ ଆଜ୍ଞା ପାଳନ କରିକି ତମେ ସବୁ ନାଗରିକ ମାନେ ବିଲବାଡି କାମ କରିବ, ଯିଏ ଯାହା ସେବା କରିବ, ଯାହା ପଳା। ସମସ୍ତେ ପଳେଇ ଆସିଥିଲେ, ଏ କିନ୍ନର ମାନଙ୍କୁ କିଛି କହିନଥିଲେ। ତେଣୁ ଏମାନେ ବନବାସ ସରିଲା, ରାବଣକୁ ମାରିଲେ, ସୀତାଙ୍କୁ ଧରିକି ଯେତେବେଳେ ଫେରିଲେ, ନଦୀ କୂଳରେ ପହଞ୍ଚିଲେ, ସେ ପର୍ଯ୍ୟନ୍ତ କିନ୍ନର ସମାଜ ସେଇଠି ଅପେକ୍ଷା କରିଥିଲେ। ତେଣୁ କହିଲେ ତମେ କାହିଁ ଏଠି ଠିଆ ହେଇଛ? ନା ଆମେ ତ ସେଇ ପ୍ରଥମ ଦିନରୁ ଠିଆ ହେଇଛୁ, ତମେ ସିଟିଜେନ ନାଗରିକ ମାନଙ୍କୁ ଫେରେଇ ଦେଲ, ଆମକୁ ତ କିଛି କହିଲାନି, ଆମେ ତମ ରାସ୍ତା ଦେଖିକି ବସିଛୁ। ତାଙ୍କ ଉପରେ ଖୁସି ହେଇକରି ସେ ଅଯୋଧ୍ୟାରେ ତାଙ୍କୁ ଗୋଟେ ପର୍ଟିକୁଲାର ଜାଗା ଦିଆଗଲା କିନ୍ନର ସମାଜର। ସେଇଠୁ ତାଙ୍କର ମହାମଣ୍ଡେଶ୍ୱର ଆଖଡା ଶୁରୁ ହେଇଛି। ଏମାନେ ରାମ ଭକ୍ତ ବି ଥିଲେ, ବୈଷ୍ଣବ ବିଷ୍ଣୁବାଦକୁ ବି ଫଲୋ କରୁଥିଲେ। କିନ୍ନର ମାନେ ରାମଙ୍କର ପରମ ଉପାସକ, ତା ସହିତ ଶିବଙ୍କର। ତେଣୁ କୁମ୍ଭ ମେଳାରେ ତାଙ୍କର ମଧ୍ୟ ଏକତ୍ରିତ ହେବାର ବହୁତ ନମୁନା ଅଛି, ଏବେ ଦେଖିବାକୁ ମିଳିବ। ଆଜି ପ୍ରବେଶ କରିଛନ୍ତି, କାଲି ସେମାନେ 7 ଲକ୍ଷ କେତେ ଅଲ ଓଭର ଇଣ୍ଡିଆରୁ ଯାଇଛନ୍ତି। ସେଥିରୁ ଓଡିଶାରୁ କେତେ ଜଣ ପ୍ରତିନିଧିତ୍ୱ କରୁଛନ୍ତି ମୁଁ ଜାଣିନି। 7 ଲକ୍ଷ ପ୍ଲସ କିନ୍ନର କାଲି ପ୍ରବେଶ କଲେ ସାହି ସ୍ନାନ କରିବେ ବୋଲି। କାହିଁକିନା କିନ୍ନର ସ୍ନାନ କଲା ପରେ ହିଁ କୁମ୍ଭ ମେଳାଟାର ଅୟମ ଆରମ୍ଭ ହୁଏ। ହଁ, ହଉ, ବହୁତ ଭଲ ଲାଗିଲା, ନମସ୍କାର। ଡକ୍ଟର ଜେନାସଙ୍କର ଗୋଟେ ହଁ, ସେ ଗୋଟେ ତାର ଯୋଉଟା ଲେଖିଛନ୍ତି ସେଇଟା ଯୋଉ ଆମର ହିଷ୍ଟ୍ରିରେ ଅଛି। ବୁଦ୍ଧି ବୁଦ୍ଧିଜିମ୍ ଥିଲା ତାଙ୍କ, ତାପରେ ଯେତେବେଳେ ଶୈବଜିମ୍ ଆସିଲା ତାଙ୍କ ଭିତରେ ଏ, ଗଣ୍ଡଗୋଳ ହେଇଛି, କ୍ଲାସ୍ ହେଇଛି, ଯୁଦ୍ଧ ହେଇଛି। ସେ ବିଷୟ ବି ମୁଁ କହିଲି, ଯେମିତି ବୁଦ୍ଧିଷ୍ଟ ମାନେ ଅଶୋକ ପିଲାରଟାକୁ ଭାସ୍କରେଶ୍ୱର ମନ୍ଦିରରେ କରିଦେଲେ। ସେଇ ଯୋଉ ଯୁଦ୍ଧ ହେଇଥିଲା ତାର ହଉଛି ଆମର ଯୋଉ ଭୁବନେଶ୍ୱରରେ ଯୋଉ ବହିଛି ଗଙ୍ଗୁଆ ନାଳ, ତାକୁ ଗନ୍ଧରାଡ଼ି ବୋଲି ନଦୀ ବୋଲି କହୁଛନ୍ତି। ସେଇ କୂଳରେ ଶିବ ଆଉ ବୈଷ୍ଣବଙ୍କର ଯୁଦ୍ଧ ହେଇଥିଲା, ସେଟାକୁ ଆମେ ଦେବ ଦାନବ ଯୁଦ୍ଧ ହେଇଥିଲା ବୋଲି ବେଦରେ ଲେଖା ହେଇଛି। ଦେବ ଦାନବ କିଏ ନା ଶିବ ଆଉ ଶିବ ଭକ୍ତ ଆଉ ବିଷ୍ଣୁ ଭକ୍ତ, ତାଙ୍କ ଭିତରେ ଗଣ୍ଡଗୋଳ ସେ ହେଇକି ଗଙ୍ଗା କୂଳରେ ହେଇଥିଲା ବୋଲି ସେଟାର ବର୍ଣ୍ଣନା କରାଯାଇଛି। ସାର୍, ଏଇ ଆସିମିଲେସନ ଟା କେବେ ହେଲା ଭାଇ? କୋଉଟା? ଏଇ ଯୋଉ ଆମର ଯୋଉ ଶିବ ଆଉ ବିଷ୍ଣୁ ଆଉ ଏଇ ତିନିଟା ଭାଗ ଭାଗ ହେଇଥିଲା ଗୋଟେ ଟାଇମରେ, ୱାନ୍ସ ଅପନ ଏ ଟାଇମ, ସେ 3 ଭାଗରେ ବିଭକ୍ତ ହେଇଥିଲା ସନାତନ ଧର୍ମ। ନାଇଁ କେତେ ନାଇଁ, ଜଣ ଶିବ ଉପାସକ କେବେ ବି କରୁଥିଲେ। କେବେ ବି ଭାଗ ଭାଗ ହେଇନି। ସେମ୍ ସମ୍ପ୍ରଦାୟରେ, ମାନେ ଆମର, ଆମେ କେବେ ବି ମାନେ ଷ୍ଟଞ୍ଚ ବିଲିଭର୍ସ ନହୁଁ। ଯୋଉ କହିଲି ରାଜକ ପୃଷ୍ଠପୋଷକତାରେ ଯୋଉ ଯୋଉ ରାଜା ଯେତେବେଳେ ଆସିଲେ, ସେମାନେ ଯାହା ଯାହା ଉପରେ ପ୍ରାଧାନ୍ୟ ଦଉଥିଲେ, ଲୋକ ସେଇଆକୁ ଫଲୋ କରୁଥିଲେ। ଆଉ ଲୋକଙ୍କୁ ଯୋଉଟା ଭଲ ଲାଗୁଥିଲା। କିନ୍ତୁ ଧୀରେ ଧୀରେ 12th ସେଞ୍ଚୁରୀ ପରେ ବିଷ୍ଣୁଜିମ୍ ର ଇମ୍ପୋର୍ଟାନ୍ସ ଆସିଲା ଆଉ ବିଷ୍ଣୁ ମନ୍ଦିର ଗଢି ଉଠିଲା। କିନ୍ତୁ ଏହା ମାନେ ନୁହେଁ ଯେ କେବେ ହେଲେ ବି ଶିବ ମନ୍ଦିର ହେଇନି। ଶିବଙ୍କର ପୂଜା ଏବେ ବି ଚାଲିଛି, ସେତେବେଳଠୁ ବି। କିନ୍ତୁ ରୟାଲ ପୃଷ୍ଠପୋଷକତା ରହିଲାନି, ତେଣୁ ନୂଆ ନୂଆ ମନ୍ଦିର ଆସିଲାନି। ଛୋଟ ଛୋଟ ମନ୍ଦିର ଆସିଲା, ବଡ ବଡ ମନ୍ଦିର ଆସିଲାନି। ନାଇଁ, ତାଙ୍କ ଭିତରେ ଯୁଦ୍ଧ, ଆପଣ ଯୋଉ କହୁଥିଲେ ଯୁଦ୍ଧ ହେଇଥିଲା, ମାନେ ବିଷ୍ଣୁ ଇଏ ତ ରାବଣ ବି ସେ ଶିବ ଭକ୍ତ ଥିଲେ, ପରମ ଶିବ ଯୋଉଟା ଭକ୍ତ ଥିଲେ। ଏଥିରେ ସ୍କ୍ରିପଚର୍ସ ଲେଖା ହେଇଛି ଦେବଦାନବଙ୍କ ଭିତରେ ଯୁଦ୍ଧ, ଆକ୍ଚୁଆଲି ଦେବଦାନବଙ୍କ ଭିତରେ ଯୁଦ୍ଧ ହେଇଥିଲା କି ନ ହେଇଥିଲା ସେ କଥା ଜଣା ନାହିଁ। କିନ୍ତୁ ଶୈବ ଭକ୍ତ ଆଉ ବିଷ୍ଣୁ ଭକ୍ତଙ୍କ ଭିତରେ ଯୁଦ୍ଧ ହେଇଥିଲା, ଆଉ ହେଇକିରି ସେମାନେ
ଭାସ୍କରେଶ୍ୱର ମନ୍ଦିରକୁ ଶୈବ ଭକ୍ତମାନେ କ୍ୟାପଚର କରିଥିଲେ ଆଉ କରିକି ତାକୁ ଶିବ ମନ୍ଦିରରେ ପରିଣତ କରିଥିଲେ। ଆଉ ସେମାନେ ସେଥିପାଇଁ ରହିବା ପାଇଁ ତା ପାଖରେ ପାଣ୍ଡବ ଗୁମ୍ଫା ବୋଲି ଅଛି। ସେମାନେ ଯେତେବେଳେ କେଭ୍ସରେ ରହୁଥିଲେ ସେ ପାଣ୍ଡବ ଗୁମ୍ଫାରେ ହିଁ ରହୁଥିଲେ ସେ ପାଖାପାଖି। ନାଇଁ ନାଇଁ, ବହୁତ ଥର ଆମେ ଶୁଣିଛେ ଦାନବ ମାନେ ଶିବଙ୍କର ଭକ୍ତ ଆରାଧନା କରୁଥିଲେ ଦାନବ ମାନେ, ଆଉ ମୁଁ ତ ଶିବଙ୍କଠୁ ସେ ବର କହିଲି ପାଉଥିଲେ। ନା, ନାଇଁ ମୁଁ ସେୟା କହିଲି ନା, ଶିବଙ୍କୁ ଦେବମାନେ ବି ଦାନବ ମାନେ ବି କରୁଥିଲେ, କିନ୍ତୁ ଦି ଜଣଙ୍କର ପର୍ପୋଜ ଅଲଗା ଥିଲା। ଦାନବ ମାନେ କରୁଥିଲେ କେବଳ ବଳଶାଳୀ ହେବା ପାଇଁ, ଅନ୍ୟକୁ ଜିତିବା ପାଇଁ, ଆଉ ଦେବମାନେ ତାଙ୍କୁ ନିଜର ଆରାଧ୍ୟ ହିସାବରେ ଭାବୁଥିଲେ, ତାଙ୍କଠୁ ବଡ ହିସାବରେ ଭାବୁଥିଲେ ସେଇ ଜିନିଷ। ଆସିମିଲେସନ ଟା କେବେ ହେଲା? ଆମେ ଯେ ତ୍ରିନାଥ ମେଳା କରୁଛେ, ଶିବ ଶିବ ବ୍ରହ୍ମା ବିଷ୍ଣୁ ମହେଶ୍ୱର 3 ଜଣ କରୁଛେ ନୁହଁ କି ତ୍ରିନାଥ ମେଳା ଟା? ତା ଉପରେ ମୋର ଏତଟା ଆଇଡିଆ ନାହିଁ। ମାନେ 3 ଜଣଙ୍କୁ ଏକାଥରେ ପୂଜା କରାଯାଏ, ମାନେ ତ୍ରିନାଥ ମେଳା ଯୋଉ ହୁଏ ଆମର, ହୁଁ ହୁଁ। ଆପଣ ଜାଣିଥିବେ ତ୍ରିନାଥ ମେଳା ହୁଏ। ଏଇ ଆସିମିଲେସନ ଟା ଯୋଉ ହେଲା, ମାନେ ହିନ୍ଦୁ ଧର୍ମରେ 3ଟା ଦେବତା ଏକାଥରେ ରହିଲେ, ସମସ୍ତେ ପୂଜା କଲେ, ସମସ୍ତେ ଶିବଙ୍କୁ ପୂଜା କଲେ, ସମସ୍ତେ ବିଷ୍ଣୁଙ୍କୁ ପୂଜା କଲେ, ସମସ୍ତେ ଶକ୍ତିକୁ ପୂଜା କଲେ। ଏଇଟା କାଳକ୍ରମେ ସେଇଟା ମାନେ ଆସିମିଲେସନ ହେଇଛି। କୋଉ ଶତାବ୍ଦୀରେ ସେଟା ହେଇଛି? ସେଇଟା ମୋର ତା ଉପରେ ତ୍ରିନାଥ ମେଳା ଉପରେ କିଛି ଆଇଡିଆ ସେମିତି ନାହିଁ। ଓହୋ, ହଉ ଠିକ ଅଛି, ଧନ୍ୟବାଦ ଭାଇ, ବହୁତ ବଢିଆ କହିଲେ, ବହୁତ ଭଲ ଲାଗିଲା। ଆଉ ଥ୍ୟାଙ୍କ ଧନ୍ୟବାଦ। ଡକ୍ଟର ଇନ୍ଦ୍ରମଣି ଜେନା ସାର୍, ଆପଣ ଆଉ କିଛି କହିବେ? କେତେ ଗୁଡ଼ିଏ ମେସେଜ ଦେଖୁଥିଲି, ଯଦି ଆପଣ ଫ୍ରି ଅଛନ୍ତି ଅଡ଼ିଓ ଅନ୍ କରିକି କୁହନ୍ତୁ। କାରଣ ମୁଁ କେସି ପାଣିଗ୍ରାହୀଙ୍କ ବହିଟା ଦେଖୁଥିଲି, ଏଥିରେ ସବୁ ଗୁଡାକ ଲେଖା ହେଇଛି ଯେ 5th ସେଞ୍ଚୁରୀ ଏଡିରୁ ଶୈବିଜିମ୍ ଓଡ଼ିଶାରେ ଆପରେଣ୍ଟଲି ଆଭେଲେବୁଲ ହେଲା। ଭାସ୍କରେଶ୍ୱର ମନ୍ଦିର ଯୋଉଠି ଅଶୋକ ପିଲାରକୁ ଭାଙ୍ଗି ଦେଇକି ସେଠି ଗଢା ହେଇଛି, ଲିଙ୍ଗ ତିଆରି କରାହେଇଛି, ଆଉ ତାର ଲାୟନ କ୍ୟାପିଟାଲଟା ସେ ପାଖରେ ପଡିଛି, ଏବେ ବି ଆପଣ ଦେଖିବେ। ଆଉ ସେଇ ଭାସ୍କରେଶ୍ୱର ଟେମ୍ପଲ ଯୋଉଟା କି ପାଣ୍ଡବ ନଗର ପାଖ ବଡ ବଡ ଗାଁରେ, ଆଇ ୱାଜ୍ ଏ ଷ୍ଟୁଡେଣ୍ଟ ଦେୟାର ଫର 4 years, ଆମେ ଦେଖିଛୁ ସେ ପାଣ୍ଡବ ଗୁମ୍ଫା 4ଟା ଅଛି। ସେଇଟା ଯେତେବେଳେ ଶୈବ ଇନଷ୍ଟିଟ୍ୟୁସନ ହେଲା, ସେ ଶୈବାଇଟ ମାନେ ସେ ପାଣ୍ଡବ ଗୁମ୍ଫାରେ ରହିକି ସେମାନେ ତାଙ୍କର ପେନାନ୍ସ ପ୍ରାକ୍ଟିସ କରୁଥିଲେ ବୋଲି ଲେଖା ଅଛି, ସେ ଲେଖିଛନ୍ତି। ଆଉ ତାକୁ ପଞ୍ଚୁ ପାଣ୍ଡବ ଗୁମ୍ଫା, ଏବେ ପାଣ୍ଡବାଇଟ କୁହାଯାଇଛି। ସେଇଠି ଲାଟରାଇଟ ଗୁଡା ମିଳେ, ସେଇ ଲାଟରାଇଟ ରୁ ଷ୍ଟୋନ ନେଇକି ଖାରବେଳ ତାଙ୍କର ମହାବିଜୟ ପ୍ରାସାଦ ତିଆରି କରିଥିଲେ। ଯୋଉ ଖମ୍ବ ଗୁଡା ଏବେ 8ଟା ଖମ୍ବ ଅଛି, ଏ ସେଇଠୁ ଯାଇଛି ବୋଲି ସେ ମେନସନ କରିଛନ୍ତି। 6th ସେଞ୍ଚୁରୀରେ, ଗୁପ୍ତ ଯୁଗରେ ଆମର ଡେଙ୍ଗା ପୋଷି ଆଉ ସୀତା ବିଞ୍ଝି ବି ଶୈବ କ୍ଷେତ୍ର, କେଉଁଝର ଯୋଉଟା କି କେଉଁଝର ଡିଷ୍ଟ୍ରିକ୍ଟରେ। କେଉଁଝରରେ, ସେଇଟା ସେଇ ସାଇମଲଟେନିୟସଲି ହେଇଛି। ଶଶାଙ୍କ 7th ସେଞ୍ଚୁରୀରେ ଓଡିଶାରେ ବି କିଛି କାମ କରିଛନ୍ତି, ଯୋଉଟା କି ଏକ୍ଜାକ୍ଟଲି ଲୋକେଟ କରା ହେଇନି। ଆଉ 736 ରୁ ଭୌମ ରାଜତ୍ୱ ଯେତେବେଳେ ହେଲା, ସେତେବେଳେ ପାଶୁପତ ଶୈବ, ଯୋଉଟା କି ଆପଣ କହୁଛନ୍ତି ବରଦା କାୟରୋହଣରୁ ଆସିଛନ୍ତି, ହୁଁ ଲାକୁଳି ଫାଷ୍ଟ ପାଶୁପତ, ସିଏ ତାଙ୍କର ବହୁତ ଶିଷ୍ୟ ଥିଲେ। କୁଶିକ ମଥୁରାରେ, ଗାର୍ଗ ସୋମନାଥ ଯୋଉଟା କି ଗୁଜୁରାଟରେ, ଏମାନେ ସବୁ ବିଭିନ୍ନ ଜାଗାକୁ ଯାଇଥିଲେ। ଏମିତି କିି ଏଇ ଭୁବନେଶ୍ୱରରେ ବି ଆମର ଅଛନ୍ତି କପିଳ, ତାଙ୍କ ନାଁରେ ସିଏ କପିଳେଶ୍ୱର ମନ୍ଦିର ହେଇଛି। ଆଉ ଯୋଉଟା ପରଶୁରାମେଶ୍ଵର ଅଛି, ତା ନା ଆକ୍ଚୁଆଲି ପାରସ୍ଵରେଶ୍ଵର ବୋଲି ଉପରେ ଟେମ୍ପଲ ଉପରେ ଲେଖା ହେଇଛି। ସେ ପାରଶର ବୋଲି ଜଣେ ପାଶୁପତ ଥିଲେ, ତାଙ୍କ ନାଁରେ ସେଇଟା ହେଇଛି। ଆଉ ଏଇ ଭାରତୀ ମତ ଟ୍ରାଡିସନ କଥା ମୁଁ କହିଲି। ହୁଁ। ଭୈରବୀ ମନ୍ଦିରରେ ଆକ୍ଚୁଆଲି ଚାମୁଣ୍ଡା ହଉଛନ୍ତି ଅଧିଷ୍ଠାତ୍ରୀ, କିନ୍ତୁ ସେଥିରେ ବି ବୁଦ୍ଧ ମିଶିକି ଅଛନ୍ତି। ମହାଯାନ ବୁଦ୍ଧ ଓଡିଶାରେ ମିଶିକି ଅଛନ୍ତି। ଶିଶିରେଶ୍ଵର ଟେମ୍ପୁଲ ଆଉ ଗୋଟେ, ସେଠି ଅମୋଘ ସିଦ୍ଧି, ଏମିତି ଅବଲୋକିତେଶ୍ଵର, ଏଇ ସବୁ ବୁଦ୍ଧ ମୂର୍ତ୍ତି ବି ରହିଛି ଆମର ଶିବଙ୍କ ସହିତ। ଆଉ ସେ ତାପରେ ଯୋଉ ଏଗୁଡା ମୁଁ ରେଫରେନ୍ସ ଦେଲି, ଏକାମ୍ର ପୁରାଣ ଚାପ୍ଟର 25 ରୁ 32 ଭିତରେ ଲେଖା ଅଛି। ଆଉ ଯୋଉଟା ଦେବ ମାନବ ଯୁଦ୍ଧ, ଦେବ ଅସୁର ଯୁଦ୍ଧ ହେଲା, ଏଗୁଡା ସବୁ ସେଥିରେ ମେନସନ କରାହେଇଛି। ଥ୍ୟାଙ୍କ ୟୁ ମ୍ୟାଡାମ। କେଉଁଝରରେ ଆଉ ଗୋଟେ ଶିଳାଲେଖ ବି ଅଛି, ଅସାନ ପଟ ବୋଲି। ଆଜ୍ଞା। ସେଥିରେ ବି ନଟରାଜ ଶିବ ଦେଖା ଦେଇଛନ୍ତି 4th to 5th ସେଞ୍ଚୁରୀ ବିଷୟରେ। ଯୋଉ ନଟରାଜ ଶିବଙ୍କର 8ଟି ହାତ ଦର୍ଶା ହେଇଛି।
8ଟି ହାତରୁ 2ଟା ହାତରେ ସେ ବୀଣା ଧରିଛନ୍ତି, ବୀଣା ବାଦନ କରୁଛନ୍ତି। ଆଉ 2ଟା ହାତରେ ଗୋଟେ ସାପକୁ ଧରିଛନ୍ତି। ଆଉ ଗୋଟେ ହାତ ବରଦା ମୁଦ୍ରାରେ ଅଛି, ଅଭୟ ମୁଦ୍ରାରେ। ଆଉ 3ଟି ହାତରେ 3ଟି ଆୟୁଧ, ତ୍ରିଶୂଳ, ଅକ୍ଷରମାଳା ଆଉ ବାମ୍ର ଧରିଛନ୍ତି। ସୋ ନର୍ମାଲି ନଟରାଜ ଯୋଉ ଆମେ 2 ହାତ ବାଲା ଦେଖୁଛୁ, ଏଠି 8 ହାତର ବି ମିଳିଛି। ଆଉ ନଳ ରାଜା ମାନେ ବି ଯୋଉମାନେ ଥିଲେ 5ମ ସେଞ୍ଚୁରୀରେ, ସେମାନେ ବି ଶିବ ଡିଭୋଟି ଥିଲେ। ସେମାନଙ୍କ ନାଁରେ ବି ସେମାନେ ଶିବ ଉପାଧି ଆଡ୍ କରୁଥିଲେ। ଆଉ ଗୋଟେ ସାଉଥ ଓଡ଼ିଶା କଥା କହିଲେ ଗୋକର୍ଣ୍ଣେଶ୍ୱର ମନ୍ଦିର, ଯୋଉଟା କି ଅର୍ଜୁନ ଯୋଉ ତାଙ୍କ ପିଣ୍ଡ ଦେବା ପାଇଁ, ବାପାଙ୍କୁ ପିଣ୍ଡ ଦେବା ପାଇଁ ଗୋଟେ ଗଣ୍ଡାର ଶିକାର କରିବାକୁ ଯାଇ ଗାଈର ଶିକାର କରିଦେଇଥିଲେ। ସେଥିରୁ ମୁକ୍ତି ପାଇବା ପାଇଁ ତାଙ୍କୁ ବିଷ୍ଣୁ ଆଡଭାଇସ୍ କଲେ, ସେଇ ଅନୁସାରେ ସିଏ ସେଇଠି ତାକୁ ଯୋଉ ବିଭିନ୍ନ ପାର୍ଟ ପାର୍ଟ କରିକି ଚାରିଆଡେ ଫିଙ୍ଗିଲେ, ସେଇଥିରୁ ଗାଈର କାନରୁ ଗୋକର୍ଣ୍ଣେଶ୍ୱର ମନ୍ଦିର ହେଇଥିଲା। ମହେନ୍ଦ୍ରଗିରିର ଇମ୍ପୋର୍ଟାନ୍ସ ବି ଆମ ପୁରାଣରେ ଅଛି। ଆଉ ଯଦି କାହାର କିଛି ପ୍ରଶ୍ନ ପଚାରିବାର ଅଛି, କିଛି କଥା ହବାର ଅଛି ସୁରେନ୍ଦ୍ର ବାବୁଙ୍କ ସାଙ୍ଗରେ, ଦୟାକରି ନିଜର ଭିଡ଼ିଓ ଅନ୍ କରନ୍ତୁ। ନହେଲେ ସଞ୍ଜୟ ଭାଇ, ସଞ୍ଜୟ ଆପଣ ଆଭେଲେବଲ୍ ଅଛନ୍ତି? ଆଚ୍ଛା, ଆପଣଙ୍କୁ ମୁଁ ଏବେ ତାହେଲେ ଭାରତ ଦେଉଛି। ସୁରେନ୍ଦ୍ର ବାବୁ, ବହୁତ ଧନ୍ୟବାଦ ଆଜିର ଟକ୍ ପାଇଁ। ଥ୍ୟାଙ୍କ ୟୁ। ବ୍ୟାକ୍ ଟୁ ୟୁ ସଞ୍ଜୟ ଭାଇ। शुभेन्द्र भाई बहुत बहुत धन्यवाद। ଯାହା ହଉ ଏତେ ବିସ୍ତାରିତ ଭାବରେ ଆପଣ ଏଭଲ୍ୟୁସନ ଅଫ ଶୈବିଜିମ କହିଲେ। ପ୍ରକୃତରେ ଶୈବିଜିମ ହିଁ, ଶୈବ ଧର୍ମ ହିଁ ଆମର ଥିଲା ପ୍ରାଧାନ୍ୟ ବେଶୀ ରହି ଆସିଛି ଆଜି ପର୍ଯ୍ୟନ୍ତ। ବୈଷ୍ଣବିଜିମ ତ ବହୁତ ପରେ ଆସିଲା। ନହେଲେ ଗାଁ ଗାଁରେ ସବୁଠି ଆମେ ଦେଖୁଛେ ଶିବ ମନ୍ଦିର ହିଁ ଶିବ ମନ୍ଦିର, ଶିବ ମନ୍ଦିର ଏବଂ ଦେବୀଙ୍କ ମନ୍ଦିର ସବୁ ଗାଁରେ, ଗ୍ରାମ ଦେବୀ ସବୁ ରହିଛନ୍ତି। ବିଷ୍ଣୁ ପୂଜା ତ ବହୁତ କାଁ ଭାଁ ଦେଖିବାକୁ ମିଳୁଛି। ସମସ୍ତେ ମତେ ବେଳେ ବେଳେ ପଚାରନ୍ତି ଏ ରାମଙ୍କ ପୂଜା କଥା। ମୁଁ ପ୍ରକୃତରେ ବି ଦେଖୁଛି ଆମ ଓଡିଶାରେ କେତେଟା ବା ରାମ ମନ୍ଦିର ଅଛି। ତେଣୁ ଯୁଆଡେ କିନ୍ତୁ ଯେଉଁଆଡେ ଦେଖିବ ଶିବଙ୍କ ମନ୍ଦିର ହିଁ ଶିବଙ୍କ ମନ୍ଦିର ସବୁ। ଆଉ ନିର୍ଦ୍ଦିଷ୍ଟ ଭାବରେ ଆମର ଏଇ କୋଷ୍ଟାଲ ଏରିଆରେ ପ୍ରାଚୀ ଉପତ୍ୟକା କୁହନ୍ତୁ, ପୁରୀ କୁହନ୍ତୁ, ଯୋଉଠି ଦେଖନ୍ତୁ ସବୁଠି ବେଶୀ ଶିବ ମନ୍ଦିର ହିଁ ବେଶୀ ରହିଛି। ତାପରେ ଏଇ ପ୍ରାଚୀ ଉପତ୍ୟକାରେ ମାଧବ ଉପାସନା ବହୁତ ପରେ ଆସିଛି। ତେଣୁ ବୈଷ୍ଣବ ବହୁତ ପରେ ଆସିଛି। ନହେଲେ ଟୋଟାଲି ଆମ କଲଚର ଡୋମିନେଟ ଥିଲା ଶୈବଜୀବୀ। ଆଉ ଶୈବ ତାପରେ ଶାକ୍ତ। ତେଣୁ ବହୁତ ସୁନ୍ଦର ଭାବରେ ଆପଣ ଯୋଉ କହିଲେ, ବହୁତ ଭଲ ଲାଗିଲା। ଏତେ ବିସ୍ତାରିତ ରିପୋର୍ଟ ଦେଲେ। ଏତେ କଥା କହିବେ ବୋଲି ମୁଁ ବି ଭାବିନଥିଲି, ଏତେ ଡିଟେଲ କହିବେ ବୋଲି। ବହୁତ ବହୁତ ଧନ୍ୟବାଦ। ଆଉ ତେଣୁ ସମସ୍ତେ ଯୋଉମାନେ ଆଜି ଉପସ୍ଥିତ ଥିଲେ, ଏଥିରେ ଭାଗ ନେଲେ, ଧନଞ୍ଜୟ ସାର୍ ଏବଂ ଡାକ୍ତର ବାବୁ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଏଇ ଆଜିର ଏଇ କାର୍ଯ୍ୟକ୍ରମଟି ରେକର୍ଡେଡ ହେଇକିରି ଏଡିଟେଡ ହବ। ଏଡିଟେଡ ହେଲା ପରେ ପୁଣି ୟୁଟ୍ୟୁବ ଚ୍ୟାନେଲରେ ଏଇଟା ଅପଲୋଡ ହବ। ଏଇଟା ସୁନୀଲ ଭାଇ ନାହାନ୍ତି ଆଜି, ସୁନୀଲ, ତେଣୁ ସେ କରିବେ। ତେଣୁ ବହୁତ ବହୁତ ଧନ୍ୟବାଦ। ତେଣୁ ଭାବୁଛି ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖିବା। ଶୁଭେନ୍ଦୁ ଭାଇ, ହଁ, ଥ୍ୟାଙ୍କ ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ। ୟୁ। ଧନ୍ୟବାଦ।